କିଛି ଦିନ ଧରି ଗୋटे ମା ଚଢ଼େଇର ଦେହ ବହୁତ ଅସୁସ୍ଥ ଥିଲା। ତା ତିନି ଝିଅ ତା ପାଖରେ ଥିଲେ। ଦିନେ ସେ ତାର ତିନି ଝିଅଙ୍କୁ କହିଲା, ଆରେ ମୋ ସମୟ ଶେଷ ହେଇଗଲାଣି, ମୁଁ ଆଉ ବଞ୍ଚିବିନି। ମା ଏମିତି କହନି, ତୋର କିଛି ହେବନି, ଆମେ ଏବେ ତତେ ଡାକ୍ତରଖାନା ନେଇଯିବୁ। ନା, ମତେ ଡାକ୍ତରଖାନା ନିଅନି, କିଛି ଲାଭ ହେବନି। ମତେ ତମେମାନେ କ୍ଷମା କରିଦେବ। ମୁଁ ତମମାନଙ୍କୁ ଏକା କରି ଛାଡ଼ି ଚାଲି ଯାଉଛି। ମୁଁ ମରିବା ପୂର୍ବରୁ ତମମାନଙ୍କୁ କିଛି ଦେବାକୁ ଚାହୁଁଛି। ମୋର ତକିଆ ତଳେ 3ଟି ଫଳମଞ୍ଜି ଅଛି। ମୁଁ ମଲା ପରେ ତମେମାନେ ସେ ଫଳମଞ୍ଜି ଲଗେଇବ। ଗଛରେ ଫଳ ଆସିଲା ପରେ ତମେମାନେ ସେ ଫଳ ବିକ୍ରି କରି ଚଳିବ। ଏମିତି କହୁ କହୁ ହିଁ ମା ଚଢ଼େଇର ମୃତ୍ୟୁ ହେଇଗଲା। ତିନି ଭଉଣୀ ମାକୁ ହରେଇ ଅନେକ କାନ୍ଦିଲେ। ତାପରେ ବେଶ କିଛି ଦିନ ବିତିଗଲା। ଦିନେ ବଡ଼ ଭଉଣୀ ତାର ଦୁଇ ଭଉଣୀକୁ କହିଲା, ଅନେକ ଦିନ ତ ହେଇଗଲାଣି, ମା କହିଥିଲା ତା ତକିଆ ତଳେ 3ଟି ଫଳମଞ୍ଜି ଅଛି। ତମେମାନେ କ'ଣ ସେ ମଞ୍ଜି ଦେଖିଛ? ନା ଦିଦି, ଆମେ ସେ ମଞ୍ଜି ଦେଖିନୁ। ଚାଲ ଆଜି ସମସ୍ତେ ମିଶି ସେ ଫଳମଞ୍ଜି ବାହାର କରିବା, ଆଉ ମାର କହିବା ଅନୁସାରେ ଆମେ ସେ ମଞ୍ଜି ପୋତିଦେବା। ତାପରେ ତିନି ଭଉଣୀ ମିଶି ତାଙ୍କ ମାର ଘରକୁ ଗଲେ। ତକିଆ ତଳୁ ସେମାନେ 3ଟି ଫଳମଞ୍ଜି ବାହାର କଲେ। ସେ ଫଳମଞ୍ଜି ଦେଖି ତ ତିନି ଭଉଣୀ ଆଶ୍ଚର୍ଯ୍ୟ ହେଇଗଲେ। ଆରେ କ'ଣ ଏ କେମିତିକା ଅଦ୍ଭୁତ ମଞ୍ଜି! ଗୋଟେ ସୁନାର, ଗୋଟେ ରୂପାର, ଆଉ ଗୋଟେ ସାଧାରଣ ମଞ୍ଜି। ମୁଁ ଏ 3 ମଞ୍ଜିକୁ ଆଗ ଦେଖିଛି, ସେଥିପାଇଁ ମୁଁ ଏ ସୁନା ମଞ୍ଜି ନେବି। ତମେ 2 ଜଣ ନିଜ ନିଜ ଭିତରେ ଆର 2 ମଞ୍ଜି ଭାଗ କରି ନିଅ। ମୁଁ ତମମାନଙ୍କଠୁ ବଡ଼, ସେଥିପାଇଁ ମୁଁ ସୁନାର ମଞ୍ଜି ନେବି। ହେଲେ ଦିଦି, ମୁଁ ଆଗ କହିଛି ମୁଁ ସେ ସୁନା ମଞ୍ଜି ନେବି। ତୁ କ'ଣ ଭୁଲିଗଲୁ? ମା ସବୁବେଳେ କୁହେ ନା ବଡ଼ ଭଉଣୀର କଥା ମାନିବା ପାଇଁ। ମୁଁ ବଡ଼ ମାନେ ମୁଁ ସେ ସୁନାର ମଞ୍ଜି ନେବି। ତମେ 2 ଜଣ ନିଜ ଭିତରେ ଆର 2 ମଞ୍ଜି ଭାଗ କରି ନିଅ। ତେବେ ଠିକ ଅଛି, ମୁଁ ଏ ରୂପାର ମଞ୍ଜି ନେବି। କୁନି, ତୁ ଆମ ସମସ୍ତଙ୍କଠୁ ସାନ, ତୁ ଏ ସାଧାରଣ ମଞ୍ଜି ନେ। ତୁ କିଛି କହିବୁ? ନା ନା, ମୁଁ ଆଉ କ'ଣ କହିବି? ତମେମାନେ ବଡ଼, ମତେ ଯାହା ବି ଦେବ ମୁଁ ସେଥିରେ ଖୁସି। ତାପରେ 3 ଭଉଣୀ କଥା ହେଇ 3 ଫଳମଞ୍ଜି ଭାଗ କରି ନେଇଗଲେ, ଆଉ ନିଜ ନିଜ ବଗିଚାରେ ଲଗେଇଦେଲେ। ଦେଖୁ ଦେଖୁ କିଛି ଦିନ ବିତିଗଲା। 3 ମଞ୍ଜିରୁ 3ଟି ଗଛ ବାହାରିଲା। ଆରେ ବାଃ, ମୋ ଗଛଟି କେତେ ବଡ଼ ହେଇଛି! ମୋ ଗଛରେ ତ ଅନେକ ଫୁଲ ବି ଧରିଛି। ଏବେ ମୁଁ ଯାଇ ଦେଖେ ମୋ 2 ସାନ ଭଉଣୀଙ୍କ ଗଛ କେତେ ବଡ଼ ହେଇଛି। ଆରେ ଦିଦି, ତୁ ଏଠି କ'ଣ କାମ ଥିଲା କି ମୋ ପାଖରେ? ହଁ, ତୋ ଗଛ ଦେଖିବାକୁ ଆସିଥିଲି। ତୋ ଗଛ କେତେ ବଡ଼ ହେଲାଣି? ହଁ ଦିଦି, ମୋ ଗଛ ବି ବଡ଼ ହେଲାଣି। ହେଲେ ତୋ ଗଛ ତ ମୋ ଗଛଠୁ ବି ବଡ଼। କେତେ ଫୁଲ ଧରିଛି ତୋ ଗଛରେ। ତୁ ମୋ ଘରକୁ କେବେ ଗଲୁ, ଆଉ ମୋ ଗଛକୁ କେବେ ଦେଖିଲୁ? ଏଇ ଗତକାଲି ମୁଁ ତ ଘରକୁ ଯାଇଥିଲି, ତୁ ଘରେ ନଥିଲୁ, ସେଥିପାଇଁ ମୁଁ ତୋ ସହ ଦେଖା ନ କରି ଫେରି ଆସିଲି। ତୁ ମୋ ଗଛ ଦେଖିବୁ ତ? ଆସ ମୋ ସାଙ୍ଗରେ, ମୋ ଗଛ ଦେଖିବୁ। ହଁ, ତୋ ଗଛ ବି ବହୁତ ବଡ଼ ହେଇଛି। ଏବେ ଚାଲ ଆମ ସାନ ଭଉଣୀର ଘରକୁ ଯିବା, ଆଉ ଦେଖିବା ତା ଗଛ କେତେ ବଡ଼ ହେଇଛି। ଦିଦି, ତା ଗଛ ଦେଖି କ'ଣ ଲାଭ? ତାର ତ ସାଧାରଣ ଗଛ। ହଁ, ତୁ ଠିକ କହିଛୁ, ତା ପାଖକୁ ଯାଇ କିଛି ଲାଭ ନାହିଁ। ହଉ, ମୁଁ ଏବେ ମୋ ଘରକୁ ଯାଉଛି। ତାପରେ ଆହୁରି କିଛି ଦିନ ବିତିଗଲା। ସୁନା ମଞ୍ଜିରୁ ବାହାରିଥିବା ଗଛରେ ସୁନା ଆମ୍ବ ଫଳିଲା। ରୂପା ମଞ୍ଜିରୁ ବାହାରିଥିବା ଗଛରେ ରୂପା ଆମ୍ବ ଫଳିଲା। ସବା ସାନ ଭଉଣୀ ଲଗେଇଥିବା ମଞ୍ଜିରୁ ସାଧାରଣ ଗଛ ବାହାରି ସେଥିରେ ସାଧାରଣ ଆମ୍ବ ଫଳିଲା। ବାଃ, ମୋ ଗଛରେ କେତେ ରୂପା ଆମ୍ବ ଫଳିଛି! ଏବେ ମୁଁ ଏ ରୂପା ଆମ୍ବ ବିକ୍ରି କରି ଅନେକ ଧନୀ ହେଇଯିବି। ଇସ୍, ମୋ ପାଖରେ ଯଦି ସେ ସୁନା ମଞ୍ଜି ଥାଆନ୍ତା, ମୁଁ ଆଜି ସୁନା ଆମ୍ବ ପାଇଥାନ୍ତି। ତାହେଲେ ତ ମୁଁ ଆହୁରି ଧନୀ ହେଇଥାନ୍ତି। ସେ ବଡ଼ ଦିଦି ପାଇଁ ମୁଁ ସୁନା ମଞ୍ଜି ପାଇପାରିଲିନି। ମୁଁ ଏ କ'ଣ ଦେଖୁଛି, ମୋ ଗଛରେ ସୁନା ଆମ୍ବ ଫଳିଛି। ଇ ମା, ଏବେ ମୁଁ ଏ ସବୁ ସୁନା ଆମ୍ବ ବିକ୍ରି କରି ବହୁତ ଟଙ୍କା ପାଇବି। ମୁଁ ଏ ଜଙ୍ଗଲର ରାଣୀ ହେଇ ସମସ୍ତଙ୍କ ଉପରେ ହୁକୁମ କରିବି। ଓହୋ, ଏସବୁ ଭାବିଲା ପରେ ହିଁ ମତେ କେତେ ଭଲ ଲାଗୁଛି। ଆରେ ବାଃ, ମୋ ଗଛରେ ତ ଅନେକ ଫଳ ହେଇଛି। ମୁଁ ଏସବୁ ଆମ୍ବ ବିକ୍ରି କରିବିନି,
ସମସ୍ତଙ୍କୁ ମାଗଣାରେ ଖାଇବାକୁ ଦେବି। ଆମ ଜଙ୍ଗଲରେ ଅନେକ ଭୋକିଲା ଚଢ଼େଇ ରହୁଛନ୍ତି। ମୁଁ ସେମାନଙ୍କୁ ଏ ଆମ୍ବ ଖାଇବାକୁ ଦେଇ ସାହାଯ୍ୟ କରିବି। ତାପରେ ସେ ଦୁଇ ଭଉଣୀ ସୁନା ରୂପା ଆମ୍ବ ବିକ୍ରି କରି ଅନେକ ଧନୀ ହେଇଗଲେ। ସେମାନେ ଯେତିକି ଧନୀ ହେଉଥିଲେ ସେତିକି ଗର୍ବ ଅହଙ୍କାରୀ ପାଲଟି ଯାଉଥିଲେ। ସେମାନେ ନିଜ ନିଜ ପାଇଁ ଏକ ବଡ଼ ଘର କିଣି ରହିଲେ। ସବା ସାନ ଭଉଣୀଟି ସମସ୍ତଙ୍କୁ ତା ଆମ୍ବ ମାଗଣାରେ ଖାଇବାକୁ ଦେଉଥିଲା। ଅନେକ ଗରିବ ଚଢ଼େଇଙ୍କୁ ସାହାଯ୍ୟ ବି କରୁଥିଲା। ଏମିତି ଆହୁରି କିଛି ଦିନ ବିତିଗଲା। ଦିନେ ଏକ ରୋଗିଣା ବୁଢ଼ୀ ଚଢ଼େଇ ବଡ଼ ଭଉଣୀର ପାଖକୁ ଯାଇ କହିଲା, ଆରେ ଝିଅ, ତୋ ଗଛରେ ତ ସୁନା ଆମ୍ବ ଫଳିଛି, ମୋତେ 2ଟା ସୁନା ଆମ୍ବ ଦେ। ଅନେକ ଦିନରୁ ମୁଁ କିଛି ଭଲ ଖାଇବା ଖାଇନି। ମୋତେ ଏସବୁ କଥା କାହିଁକି କହୁଛ? ମୁଁ କ'ଣ କରିବି? ତୁ ମୋତେ 2ଟା ସୁନା ଆମ୍ବ ଦେଲେ ମୁଁ ସେସବୁ ବିକ୍ରି କରି କିଛି ଭଲ ଖାଇବା କିଣି ଖାଇପାରନ୍ତି। ନା, ମୁଁ ମୋ ଗଛର ସୁନା ଆମ୍ବ କାହାକୁ ବି ମାଗଣାରେ ଦିଏନି। କୁଆଡ଼ୁ ଚାଲି ଆସି ମୋତେ ସୁନା ଆମ୍ବ ମାଗିଲା। ଭଲରେ ଏଠୁ ଚାଲିଯାଅ, ନହେଲେ ମୁଁ ଧକ୍କା ଦେଇ ଏଠୁ ବାହାର କରିଦେବି। ନା ନା, ମୋ ସହ କିଛି କରନି, ମୁଁ ଚାଲି ଯାଉଛି। ତାପରେ ସେ ରୋଗିଣା ଚଢ଼େଇ ମଝିଆ ଭଉଣୀର ପାଖକୁ ଗଲା। ଆରେ ଝିଅ, ମୁଁ ଭାରି ଭୋକିଲା ଅଛି। ଅନେକ ଦିନରୁ ମୁଁ କିଛି ନ ଖାଇବା ଯୋଗୁଁ ଦୁର୍ବଳ ହେଇଯାଇଛି। ତୋ ଗଛରେ ତ ରୂପା ଆମ୍ବ ଫଳିଛି, ମୋତେ 2ଟି ରୂପା ଆମ୍ବ ଦେ। ମୁଁ ସେସବୁ ବିକ୍ରି କରି କିଛି ଖାଇବା ଆଉ ଔଷଧ କିଣନ୍ତି। ଏଇ ବୁଢ଼ୀ, ମୋ ରୂପା ଆମ୍ବ ଉପରେ ନଜର ପକାନି କହୁଛି। ମୁଁ କେତେ ଯତ୍ନ କରି ଏଇ ଗଛ ବଡ଼ କରିଛି। ରାତିଦିନ ମୋର ଏଇ ରୂପା ଆମ୍ବକୁ ମୁଁ ଜଗିଛି, ଆଉ ତୁ ଚାଲି ଆସି ମୋତେ ମାଗଣାରେ ରୂପା ଆମ୍ବ ମାଗୁଛୁ। ଗୋଟେ ରୂପା ଆମ୍ବ ଦେ ନା ଝିଅ, ଭଗବାନ ତୋର ମଙ୍ଗଳ କରିବେ। ବହୁତ ହେଇଗଲା, ତୁ ଶୀଘ୍ର ମୋ ଘରୁ ବାହାର। ଭଲରେ ନ ଗଲେ ମୁଁ ତତେ ପିଟି ପିଟି ଏଠୁ ବାହାର କରିଦେବି। ନା ନା, ଥାଉ, ମୋତେ ପିଟନି, ମୁଁ ଚାଲି ଯାଉଛି। ତାପରେ ସେ ରୋଗିଣା ବୁଢ଼ୀ ଚଢ଼େଇ ସବା ସାନ ଭଉଣୀର ପାଖକୁ ଗଲା। ଘରେ କିଏ ଅଛ କି? ହଁ ବୁଢ଼ୀମା, କୁହନ୍ତୁ। ଝିଅରେ, ମୋତେ ଭାରି ଭୋକ ଲାଗୁଛି, କିଛି ଖାଇବାକୁ ଦେଇପାରିବୁ? ହଁ ହଁ, କାହିଁକି ନୁହଁ। ବୁଢ଼ୀମା, ତୁମେ ଆମ୍ବ ଖାଇବ? ମୋ ଗଛରେ ଅନେକ ଆମ୍ବ ଫଳିଛି। ହଁ ହଁ, ବହୁତ ଦିନରୁ ମୁଁ ଆମ୍ବ ଖାଇନି। ଦେ, ମୋତେ କିଛି ଆମ୍ବ ଦେ। ସେ ସାନ ଭଉଣୀଟି ଅନେକ ଗୁଡ଼ିଏ ଆମ୍ବ ଆଣି ବୁଢ଼ୀ ଚଢ଼େଇକୁ ଦେଲା। ବୁଢ଼ୀ ଚଢ଼େଇଟି ଖୁସି ହେଇ ନିଜ ପ୍ରକୃତ ରୂପକୁ ଚାଲି ଆସିଲା। ପ୍ରକୃତରେ ସେ ଥିଲା ଗୋଟେ ପରୀ। ତୁମେ କିଏ? ମୁଁ ହେଉଛି ଚଢ଼େଇ ପରୀ। ତ ମାର ଭଲ ଗୁଣ ପାଇଁ ମୁଁ ତାକୁ 3ଟି ଫଳ ମଞ୍ଜି ଦେଇଥିଲି। ମୁଁ ତମମାନଙ୍କ ବିଷୟରେ ସବୁ ଜାଣିଛି। ଆଜି ମୁଁ ତମ 3 ଭଉଣୀଙ୍କୁ ପରୀକ୍ଷା କରିବାକୁ ଆସିଥିଲି। ତୁ ମୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛୁ। ତ 2 ଭଉଣୀ ବହୁତ ଅହଙ୍କାରୀ। ଖୁବ୍ ଶୀଘ୍ର ସେମାନେ ତାଙ୍କ ଗର୍ବ ଅହଙ୍କାରର ଶାସ୍ତି ପାଇବେ। ତ ଭଲ ଗୁଣ ପାଇଁ ମୁଁ ତତେ ଏକ ଉପହାର ଦେଉଛି, ଏଇ ନେ। ଏମିତି କହି ସେ ଚଢ଼େଇ ପରୀ ସାନ ଭଉଣୀର ସାଧାରଣ ଗଛରେ ଥିବା ସବୁ ଆମ୍ବକୁ ସୁନା ରୂପାର କରିଦେଲା। ଆଜିଠାରୁ ଏ ଗଛରେ ପ୍ରତିଦିନ ସୁନା ରୂପାର ଆମ୍ବ ଫଳିବ। ଏ ଆମ୍ବ କେବେ ବି ସରିବନି। ତାପରେ ସେ ଚଢ଼େଇ ପରୀ ସେଠାରୁ ଚାଲିଗଲା। ତା ଅଭିଶାପ ପାଇଁ ଆର 2 ଭଉଣୀଙ୍କ ଗଛ ଶୁଖିଗଲା। ତାଙ୍କ ଘର ଧନ ସମ୍ପତ୍ତି ସବୁ ନଷ୍ଟ ହେଇଗଲା। ଏସବୁ ଦେଖି 2 ଭଉଣୀ ବହୁତ କାନ୍ଦିଲେ। ସେମାନେ ତାଙ୍କ ସାନ ଭଉଣୀ ପାଖକୁ ଆସିଲେ। ସାନ ଭଉଣୀ ପାଖରୁ ସବୁ କଥା ଶୁଣି ସେମାନେ ନିଜ ଭୁଲ ବୁଝିପାରିଲେ। ହେ ଭଗବାନ, ଆମେ ଏସବୁ କ'ଣ କରିଦେଲୁ? ଚଢ଼େଇ ପରୀକୁ ଚିହ୍ନି ନ ପାରି ତା ସହ ଆମେ ବହୁତ ଖରାପ ବ୍ୟବହାର କରିଛୁ। ଏବେ ଆମେ ତାକୁ କେମିତି କ୍ଷମା ମାଗିବୁ? ତମେମାନେ ନିଜ ଭୁଲ ବୁଝିପାରି ଅନୁତାପ କଲେ ଚଢ଼େଇ ପରୀ ତମମାନଙ୍କୁ କ୍ଷମା କରିଦେବେ। ସେ ବହୁତ ଭଲ। ତମେମାନେ ରହିବା ପାଇଁ ଚିନ୍ତା କରିବନି। ତମେମାନେ ଚାହିଁଲେ ମୋ ସହ ମୋ ଘରେ ରହିପାରିବ। ଆରେ ଭଉଣୀ, ତୋ ଗଛ ତ ବହୁତ ସୁନ୍ଦର ହେଇଛି। ଏଇ ଗଛ କେବଳ ମୋର ନୁହଁ, ଆମ 3 ଭଉଣୀଙ୍କର। ତମର ଯେବେ ବି କିଛି ଦରକାର ହେବ ଏ ଗଛର ସୁନା ରୂପା ଆମ୍ବ ନେଇପାରିବ। ଏମିତି ସେମାନେ ମିଳିମିଶି ଗୋଟେ ଘରେ ରହିଲେ। ନିଜ ଭୁଲ ବୁଝିପାରି 2 ଭଉଣୀ ଭଲ ହେଇଗଲେ। ଆଉ ତାଙ୍କ ସାନ ଭଉଣୀ ସହ ମିଶି ଗରିବ ଦୁଃଖୀ ଚଢ଼େଇଙ୍କୁ ସାହାଯ୍ୟ କରୁଥିଲେ।
এই କାହାଣୀ ହେଉଛି ଏକ ଗରିବ ମା ଚଢ଼େଇର। ଜଙ୍ଗଲର ଶେଷ ମୁଣ୍ଡରେ ଘର କରି ସେ ନିଜ ଛୋଟ ପୁଅ ଗୁଡୁ ସହ ରହୁଥିଲା। ମା ଚଢ଼େଇଟି ଅନେକ କଷ୍ଟରେ ନିଜ ଘର ଚଳିଲେ ବି ସେ ତା ପୁଅର ସବୁ ଇଚ୍ଛା ପୂରା କରୁଥିଲା। ଦିନେ ସେ ତାର ପୁଅ ସାଙ୍ଗରେ ବଜାରକୁ ଯାଇଥିଲା। ମା ମା ମୁଁ ଖେଳନା ନେବି, ମତେ ଗୋଟେ ଖେଳନା କିଣିଦିଅ ନା। ତୁ ଖେଳନା କିଣିବୁ? ଠିକ ଅଛି, ଚାଲ ସେ ଦୋକାନକୁ ଯିବା। ଆଚ୍ଛା କହିଲୁ ତୁ କଣ ଖେଳନା କିଣିବୁ? ମା ମା ମୁଁ ଏ ଫୁଟବଲ ନେବି। ଭାଇନା ଏ ଫୁଟବଲର ଦାମ କେତେ? ଏ ଫୁଟବଲର ଦାମ 50 ଟଙ୍କା। 50 ଟଙ୍କା? ଆରେ ଧନ, ଏତେ ଟଙ୍କା ତ ମୋ ପାଖରେ ନାହିଁ। ଚାଲ ଏବେ ଘରକୁ ଯିବା, ଆଉ ଦିନେ ମୁଁ ତତେ ଖେଳନା କିଣିଦେବି। ନାଇଁ ମୁଁ ଫୁଟବଲ ନେବି, ନହେଲେ ମୁଁ ଘରକୁ ଯିବିନି। ମତେ ଫୁଟବଲ କିଣିଦିଅ। ଭଉଣୀ, ଛୁଆଟାକୁ ଆଉ କନ୍ଦାନ୍ତୁନି, ତା ପାଇଁ ଏ ଫୁଟବଲ କିଣି ଦିଅନ୍ତୁ। ଆଚ୍ଛା କହିଲେ ଆପଣଙ୍କ ପାଖରେ କେତେ ଟଙ୍କା ଅଛି? ମୋ ପାଖରେ 20 ଟଙ୍କା ଅଛି। ଆଚ୍ଛା ଠିକ ଅଛି, ମତେ ସେ 20 ଟଙ୍କା ଦିଅନ୍ତୁ। ଆଜି ଆପଣଙ୍କ ପୁଅ ପାଇଁ ମୁଁ 20 ଟଙ୍କାରେ ବଲ୍ ଦେଇଦେବି। ଗୁଡୁ ବଲ୍ ପାଇ ଖୁବ୍ ଖୁସି ହେଇଗଲା। ସେ ବଲ୍ ଧରି ତା ମା ସହ ଘରକୁ ଫେରିବା ସମୟରେ ଗାଜର ହାଲବା ବିକ୍ରି ହେଉଥିବା ଦୋକାନକୁ ଦେଖି କହିଲା, ମା ମା ମୁଁ ଗାଜର ହାଲବା ଖାଇବି, ମତେ ଭାରି ଭୋକ ଲାଗିଲାଣି। ମତେ ଗୋଟେ ପ୍ଲେଟ କିଣିଦିଅ ନା। ହଁ ହଁ, ଆସ ଆସ, ମୋ ପାଖରୁ ଗାଜର ହାଲବା ନେଇଯାଅ। ମୋ ଗାଜର ହାଲବା ବହୁତ ମିଠା, ଥରେ ଖାଇଲେ ତାର ସ୍ୱାଦ ଭୁଲି ପାରିବନି। ଗୋଟେ ପ୍ଲେଟ ମାତ୍ର 50 ଟଙ୍କା। ଆରେ ଧନ, ଆମେ ପରା ଏବେ ବଲ୍ କିଣିଲେ, ମୋ ପାଖରେ ଆଉ ଟଙ୍କା ନାହିଁ। ନା ମୁଁ କିଛି ଜାଣିନି, ମତେ ଗାଜର ହାଲବା ଦିଅ, ମୁଁ ଖାଇବି। ଭାଇନା ମତେ ବାକିରେ ଗୋଟେ ପ୍ଲେଟ ଗାଜର ହାଲବା ଦେଇଥାଅ, ମୁଁ ଏବେ ହିଁ ଘରୁ ଟଙ୍କା ଆଣିଦେବି। ନା ନା, ମୁଁ କାହାକୁ ବି ବାକି ଦିଏନି। ଟଙ୍କା ନାହିଁ ତ ଏଠାକୁ ଆସୁଥିଲ କଣ ପାଇଁ? ହାତରେ ଟଙ୍କା ନାହିଁ ଆଉ ଚାଲି ଆସିଲେ ଗାଜର ହାଲବା ଖାଇବା ପାଇଁ। ଯାଅ ଯାଅ, ଏଠି ଭିଡ଼ ଜମାଉନି। ଗୁଡୁ ତୁ ଗାଜର ହାଲବା ଖାଇବୁ ତ? ଚାଲ ଆଜି ମୁଁ ଘରେ ଗାଜର ହାଲବା ତିଆରି କରିଦେବି, ତୁ ଖାଇବୁ। ମାର କଥା ମାନି ଗୁଡୁ ତା ମା ସାଙ୍ଗରେ ଘରକୁ ଫେରି ଆସିଲା। ମା ଚଢ଼େଇ ରୋଷେଇ ଘରକୁ ଯାଇ ଦେଖିଲା ଘରେ ଗୋଟି ବି ଗାଜର ନାହିଁ। ସେ ଗାଜର କିଣିବା ପାଇଁ ବଜାରକୁ ଗଲା, ହେଲେ ସେଦିନ ସେ କାହା ପାଖରେ ବି ଗାଜର ପାଇଲାନି। ଶେଷରେ ସେ ଗାଜର ହାଲବା ଦୋକାନ ପାଖକୁ ଯାଇ ଦେଖିଲା ସେ ଦୋକାନ ବନ୍ଦ ଅଛି। ଆଜି ଛୁଆଟା କେତେ ଆଶା କରିଥିଲା ଗାଜର ହାଲବା ଖାଇବା ପାଇଁ। ମୁଁ ଆଜି କୋଉଠି ବି ଗାଜର ପାଇଲିନି, କି ଗାଜର ହାଲବା ବି ପାଇଲିନି। ଏ କଣ, ବର୍ଷା ବି ପଡ଼ିଲାଣି। ଯାଏ ଘରକୁ ଫେରିଯାଏ, ଛୁଆଟା ଘରେ ଏକା ଥିବ। ଏମିତି ଚିନ୍ତା କରି ମା ଚଢ଼େଇଟି ଘରକୁ ଫେରୁଥିଲା। ହଠାତ୍ ନଦୀ ଭିତରୁ କାନ୍ଦିବାର ସ୍ୱର ଶୁଣି ସେ ଅଟକିଗଲା। ବଞ୍ଚାଅ, ମତେ କେହି ବଞ୍ଚାଅ, ଏ ବୋତଲ ଭିତରୁ ମତେ ବାହାର କରିଦିଅ। ମୋ ନିଶ୍ୱାସ ବନ୍ଦ ହେଇଗଲା ପରି ଲାଗୁଛି, ମତେ କେହି ସାହାଯ୍ୟ କର। ଏମିତି ଶୁଣି ମା ଚଢ଼େଇ ନଦୀକୁ ଦେଖିଲା। ନଦୀ ପାଣିରେ ଏକ ବୋତଲ ଭାସୁଥିଲା। ସେ ବୋତଲ ଭିତରେ ଏକ ଛୋଟ ପ୍ରଜାପତି ଥିଲା। ପ୍ରଜାପତିକୁ ଦେଖି ମା ଚଢ଼େଇ ମନରେ ଦୟା ଆସିଲା। ସେ ନଦୀରୁ ବୋତଲକୁ ଆଣି ତା ମୁହଁକୁ ଖୋଲିଦେଲା। ସଙ୍ଗେ ସଙ୍ଗେ ସେ ପ୍ରଜାପତି ବୋତଲ ଭିତରୁ ବାହାରି ଆସିଲା। ହେଲେ ଏ କଣ, ସେ ପ୍ରଜାପତି ହଠାତ୍ ଏକ ସୁନ୍ଦର ପରୀରେ ବଦଳିଗଲା। ଚଢ଼େଇ ତତେ ଅନେକ ଅନେକ ଧନ୍ୟବାଦ। କେତେ ଦିନରୁ ମୁଁ ଏ ବୋତଲରେ ବନ୍ଦୀ ହେଇଥିଲି, ଆଜି ତୋ ପାଇଁ ମୁଁ ମୁକ୍ତ ହେଇପାରିଲି। ତୁମେ କିଏ? ଏ ବୋତଲ ଭିତରକୁ ତମେ କେମିତି ଗଲ? ମୁଁ ଜଣେ ପରୀ। ଗୋଟେ ଦୁଷ୍ଟ ଯାଦୁଗର ମୋତେ ପ୍ରଜାପତି କରି ଏ ବୋତଲ ଭିତରେ ବନ୍ଦୀ କରିଦେଇଥିଲା। ମୁଁ ନଦୀ ଭିତରେ ଥାଏ, ମୋତେ କେହି ଦେଖିପାରନ୍ତିନି। ବର୍ଷା ହେଲେ ଏ ବୋତଲ ନଦୀ ପାଣି ଉପରେ ଭାସେ। ମୁଁ ସେତେବେଳେ ଅନେକ କାନ୍ଦେ ଆଉ ସମସ୍ତଙ୍କୁ ସାହାଯ୍ୟ ମାଗେ। ସମସ୍ତେ ମୋତେ ଭୂତ ଭାବି ମୋ ପାଖକୁ ଆସନ୍ତିନି, ମୋତେ ସାହାଯ୍ୟ ବି କରନ୍ତିନି। ହେଲେ ତୁ ଆଜି ମୋର କାନ୍ଦ ଶୁଣି ମୋତେ ରକ୍ଷା କଲୁ। ମୁଁ ତୋର ଏ ଉପକାର କେବେ ବି ଭୁଲିବିନି। ମୁଁ ତତେ କିଛି ଦେବାକୁ ଚାହୁଁଛି, କହ ଚଢ଼େଇ ତୋର କ'ଣ ଦରକାର? ନା ନା, ମୋର ସେମିତି କିଛି ଦରକାର ନାହିଁ। କଥା କ'ଣ କି, ଆଜି ମୋ ପୁଅଟି ଗାଜର ହାଲବା ଖାଇବାକୁ ଭାରି ଇଚ୍ଛା କରିଥିଲା। ଆଜି ମୁଁ ବଜାରରେ କେଉଁଠି ବି ଗାଜର ପାଇଲିନି। କ'ଣ ତୁମେ ମୋତେ କିଛି ଗାଜର ଦେଇପାରିବ? ଆରେ ଚଢ଼େଇ, ସତରେ ତୁ କେତେ ସରଳ। ତୁ ଚାହିଁଥିଲେ ମୋତେ ସୁନା, ରୂପା, ଟଙ୍କା, ପଇସା ଆହୁରି ଅନେକ କିଛି ମାଗିପାରିଥାନ୍ତୁ। ତା ନ ମାଗି ତୁ ମୋତେ ଗାଜର ମାଗୁଛୁ।
ମୁଁ ତତେ ଗୋଟେ ଗାଜର ମଞ୍ଜି ଦେବି। ତୁ ସେ ଗାଜର ମଞ୍ଜି ନେଇ ନିଜ ଅଗଣାରେ ପୋତି ଦେବୁ। ସକାଳେ ତୁ ଏମିତି ଗୋଟେ ବଡ଼ ଗାଜର ପାଇବୁ, ଅନେକ ଦିନ ଧରି ତୁ ଗାଜର ହାଲୁଆ କରି ଖାଇପାରିବୁ। ଏମିତି କହି ପରି ଚଢ଼େଇକୁ ଗାଜର ମଞ୍ଜି ଦେଲା। ଚଢ଼େଇ ସେ ଗାଜର ମଞ୍ଜି ନେଇ ଘରକୁ ଗଲା, ଆଉ ନିଜ ଅଗଣାରେ ପୋତି ଦେଲା। ରାତି ସାରା ବର୍ଷା ହେଉଥିଲା। ଚଢ଼େଇ ଆଉ ତାର ପୁଅ ଶୋଇଥିଲେ। ଅଧରାତିରେ ଭୂମିକମ୍ପ ହେଲା ପରି ତାଙ୍କ ଘର ହଲିଲା। ସକାଳେ ବର୍ଷା ଛାଡ଼ିଗଲା। ମା ଚଢ଼େଇଟି ବାହାରକୁ ଆସି ଦେଖିଲା ତାଙ୍କ ଘର ଅଗଣାରେ ଏକ ବଡ଼ ଗାଜର ବାହାରିଛି। ଚଢ଼େଇର ପଡ଼ୋଶୀମାନେ ବି ସେଠାକୁ ଆସି ବଡ଼ ଗାଜରକୁ ଦେଖି କହିଲେ, ଆରେ ଚଢ଼େଇ, ତୁ ଏତେ ବଡ଼ ଗାଜର ଚାଷ କଲୁ କେମିତି? ବାପରେ, ଏ ଗାଜର ତ ସତରେ ବହୁତ ବଡ଼। ମା, ଏବେ ତୁମେ ମତେ ଗାଜର ହାଲୁଆ ତିଆରି କରି ଦିଅ ନା। ହଁ ଧନ, ମୁଁ ଏବେ ହିଁ ତୋ ପାଇଁ ଗାଜର ହାଲୁଆ ତିଆରି କରିଦେବି। ରହ, ମୁଁ ଆଗ ଏଇ ଗାଜରକୁ କାଟିଦିଏ। ଆରେ ଚଢ଼େଇ, ତୁ ଏ ଛୋଟ ଛୁରୀରେ ଏତେ ବଡ଼ ଗାଜର କାଟି ପାରିବୁନି। ମୋ ପାଖରେ ଗଛ କାଟିବା କଟୁରୀ ଅଛି। ରହ, ମୁଁ ଆଣିଦଉଛି। ସମସ୍ତେ ମିଶି ଏ ଗାଜରକୁ କାଟିବା। ବଡ଼ ଗାଜର କଥା ସଙ୍ଗେ ସଙ୍ଗେ ହିଁ ଚାରିଆଡ଼େ ପ୍ରଚାର ହେଇଗଲା। ଜଙ୍ଗଲର ରାଜା ବି ସେ ବଡ଼ ଗାଜର ଦେଖିବା ପାଇଁ ଆସିଲା। ସମସ୍ତେ ମିଶି ଟିକେ ଟିକେ କରି ସେ ବଡ଼ ଗାଜରକୁ କାଟିଲେ। ମା ଚଢ଼େଇ ସମସ୍ତଙ୍କୁ ଗାଜର ହାଲୁଆ ତିଆରି କରି ଖାଇବାକୁ ଦେଲା। ମା ଚଢ଼େଇର ହାତ ତିଆରି ଗାଜର ହାଲୁଆ ରାଜା ଚଢ଼େଇକୁ ଭାରି ମିଠା ଲାଗିଲା। ଆରେ ବାହ ଚଢ଼େଇ, ତୁ ତ ବହୁତ ଭଲ ଗାଜର ହାଲୁଆ ତିଆରି କରିଛୁ। ମୁଁ ତତେ ରାଜପ୍ରସାଦରେ ରୋଷେଇଆର ଚାକିରି ଦେଉଛି। କାଲିଠୁ ତୁ ମୋ ପାଇଁ ରୋଷେଇ କରିବୁ। ଆଉ ହଁ, ଏତେ ବଡ଼ ଗାଜର ଚାଷ କରିଥିବାରୁ ମୁଁ ତତେ କିଛି ଉପହାର ବି ଦେଉଛି। ଏଇ ନେ। ଏମିତି କହି ରାଜା ମା ଚଢ଼େଇକୁ ଏକ ସୁନା ଟଙ୍କାର ଥଳି ଦେଲା। ମା ଚଢ଼େଇ ଖୁସି ହେଇ ରାଜାକୁ ଧନ୍ୟବାଦ ଜଣାଇଲା। ମା ଚଢ଼େଇ ସେ ବଡ଼ ଗାଜରକୁ ଜଙ୍ଗଲ ସାରା ଚଢ଼େଇଙ୍କୁ ବାଣ୍ଟିଦେଲା। 7 ଦିନ ଧରି ସମସ୍ତେ ସେ ଗାଜରରୁ ମିଠା ହାଲୁଆ ତିଆରି କରି ଖାଇଲେ। ରାଜପ୍ରସାଦରେ ମା ଚଢ଼େଇଟି ରୋଷେଇଆର ଚାକିରି ପାଇଲା। ପ୍ରତ୍ୟେକ ମାସ ସେ ଅନେକ ଟଙ୍କା ପାଉଥିଲା। ତାର ଆଉ କିଛି ଅଭାବ ରହିଲାନି। ନିଜ ଛୁଆ ସହ ସେ ଆରାମରେ ଚଳିଲା। ଦିନେ ଏକ ମା ଚଢ଼େଇ ତା ଛୁଆ ସାଙ୍ଗରେ ଖାଇବା ଖୋଜିବାକୁ ଯାଇଥିଲା। ହେଲେ ସେଦିନ ସେମାନେ କିଛି ବି ଖାଇବା ପାଇଲେ ନାହିଁ। ମନ ଦୁଃଖରେ ସେମାନେ ଘରକୁ ଫେରିବା ସମୟରେ ହଠାତ୍ ଏକ ଚିତ୍କାର ଶୁଣିବାକୁ ପାଇଲେ। ବଞ୍ଚାଅ, ବଞ୍ଚାଅ, ମତେ କେହି ସାହାଯ୍ୟ କର। ମା, ମା, କିଏ ଚିତ୍କାର କରୁଛି ନା? ତୁମେ ଶୁଣିପାରୁଛ ତ? ହଁ, ମୁଁ ବି ଶୁଣିପାରୁଛି। ନିଶ୍ଚୟ କେହି ବିପଦରେ ପଡ଼ିଛି। ଚାଲ ତା ପାଖକୁ ଯିବା। ଏମିତି କଥା ହେଇ ସେ ଦୁଇ ମା ଛୁଆ ଶବ୍ଦ ଶୁଭୁଥିବା ଜାଗାକୁ ଗଲେ। ସେମାନେ ଦେଖିଲେ ଏକ ବତକ ଜାଲରେ ପଡ଼ି ଚିତ୍କାର କରୁଥିଲା। ସେ ବତକ ଚଢ଼େଇମାନଙ୍କୁ ଦେଖି କହିଲା, ଚଢ଼େଇ, ମତେ ଟିକେ ସାହାଯ୍ୟ କର। ହେଲେ ବତକ, ମୁଁ ବହୁତ ଛୋଟ। ମୁଁ ତୁମକୁ କେମିତି ଏତେ ବଡ଼ ଜାଲ ଭିତରୁ ବାହାର କରିବି? ଚଢ଼େଇ, ତୁ ଚିନ୍ତା କରନି। ଏଇ ପାଖରେ ଏକ ଯାଦୁର ଲାଠି ପଡ଼ିଛି। ମତେ ସେ ଲାଠି ଧରେଇ ଦେ। ମୁଁ ନିଜେ ହିଁ ଜାଲ ଭିତରୁ ବାହାରିଯିବି। ଏମିତି ଶୁଣି ମା ଚଢ଼େଇ ପାଖରେ ପଡ଼ିଥିବା ଯାଦୁର ଲାଠିକୁ ଉଠେଇ ବତକକୁ ଧରେଇ ଦେଲା। ସଙ୍ଗେ ସଙ୍ଗେ ହିଁ ସେ ବତକଟି ଏକ ସୁନ୍ଦର ପରୀରେ ବଦଳିଗଲା। ଆଉ ସେ ଜାଲ ଭିତରୁ ବାହାରି ଆସିଲା। ତୁମେ କିଏ? ଏ ଜାଲ ଭିତରେ କେମିତି ପଡ଼ିଥିଲ? ଚଢ଼େଇ, ମୁଁ ଜଣେ ପରୀ। ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ବତକମାନଙ୍କୁ ଦେଖି ମୁଁ ତାଙ୍କ ରୂପ ନେଇଥିଲି। ମୁଁ ମୋ ପୂର୍ବ ରୂପକୁ ଫେରିବା ପୂର୍ବରୁ ହିଁ ଏ ଜାଲରେ ପଡ଼ିଗଲି। ମୋ ହାତରୁ ମୋ ଯାଦୁର ଲାଠି ଖସି ପଡ଼ିଲା। ମୋର ସବୁ ଶକ୍ତି ଏଇ ଯାଦୁର ଲାଠିରେ ଥିଲା। ସେଥିପାଇଁ ମୁଁ ଜାଲରୁ ବାହାରି ପାରିନଥିଲି। ତୁ ମତେ ମୋ ଯାଦୁର ଲାଠି ଧରେଇ ଦେବାରୁ ମୁଁ ମୋ ଶକ୍ତି ଫେରି ପାଇଲି। ମୋ ମା କୁହନ୍ତି, ଯିଏ ବିପଦରେ ପଡ଼ିଥାଏ ତାକୁ ସାହାଯ୍ୟ କରିବା କଥା। ତୁମକୁ ସାହାଯ୍ୟ କରି ଆମେ ବହୁତ ଖୁସି। ପରୀ, ତୁମେ ନା ବହୁତ ସୁନ୍ଦର। ଚଢ଼େଇ ଛୁଆ, ମୁଁ ଜାଣିଛି ତମ ବହୁତ ଭଲ। ତମମାନଙ୍କ ଅବସ୍ଥା କଥା ବି ମୁଁ ଜାଣିଛି। ମୁଁ ତମମାନଙ୍କ ଉପରେ ବହୁତ ଖୁସି। ମୁଁ ତମମାନଙ୍କୁ କିଛି ଦେବାକୁ ଚାହୁଁଛି। ଏମିତି କହି ପରୀ ମା ଚଢ଼େଇକୁ ଏକ ପୋଟଳି ଦେଲା। ଏ ପୋଟଳିରେ କ'ଣ ଅଛି ପରୀ? ତୁମେ କ'ଣ ଆମକୁ ଖାଇବା ଦେଉଛ?
ନା ନା, ଏଥିରେ ଖାଇବା ନାହିଁ। ଏଥିରେ 3ଟି ମଞ୍ଜି ଅଛି, ହଳଦିଆ, ସବୁଜ ଆଉ ନାଲି ରଙ୍ଗର କଦଳୀ ମଞ୍ଜି। ଚଢ଼େଇ, ତୁ ଏସବୁ ମଞ୍ଜି ନେଇ ନିଜ ବଗିଚାରେ ପୋତି ଦେବୁ। ଯେତେବେଳେ କଦଳୀ ଗଛରେ ଫଳ ଫଳିବ, ହଳଦିଆ ଆଉ ସବୁଜ ରଙ୍ଗର ଫଳ ସମସ୍ତେ ଖାଇପାରିବ। ହେଲେ ନାଲି ରଙ୍ଗର କଦଳୀ ଯିଏ ବି ଖାଇବ ସେ କେବେ ବି ଖରାପ କାମ କରିନଥିବ। ଯଦି କେବେ ଖରାପ ଚଢ଼େଇ ନାଲି ରଙ୍ଗର କଦଳୀ ଖାଇଦିଏ, ସେ ପୁରାପୁରି ଦୁର୍ବଳ ହେଇଯିବ। ତା ଦେହରେ ଟିକେ ବି ଶକ୍ତି ରହିବନି। ଏମିତି କହି ପରି ସେଠାରୁ ଚାଲିଗଲା। ମା ଚଢ଼େଇ ସେ ମଞ୍ଜି ପୋଟଳି ଧରି ନିଜ ଘରକୁ ଫେରି ଆସିଲା। ସେ ନିଜ ବଗିଚାରେ ସେ 3 ମଞ୍ଜି ପୋତି ଦେଲା। ରାତି ହେବା ପରେ ସେମାନେ ଶୋଇପଡ଼ିଲେ। ସକାଳେ ସେମାନେ ଘରୁ ବାହାରି ଦେଖିଲେ ତାଙ୍କ ବଗିଚାରେ 3ଟି କଦଳୀ ଗଛ ବାହାରି 3 ରଙ୍ଗର କଦଳୀ ଫଳିଛି। ମା ମା, ଏ 3ଟି ଗଛରେ 3 ରଙ୍ଗର କଦଳୀ ଫଳିଛି। ଚାଲ ନା ମା, ସେଥିରୁ କିଛି କଦଳୀ ତୋଳି ଖାଇବା। ଠିକ ଅଛି ମୋ ଧନ, ମୁଁ ଏବେ ତୋ ପାଇଁ କଦଳୀ ତୋଳି ଦେଉଛି। ହେଲେ ତୋର ମନେ ଅଛି ତ, ଏ ନାଲି ରଙ୍ଗର କଦଳୀ ଖରାପ କାମ କରିଥିବା ଚଢ଼େଇ ଖାଇପାରିବେନି। ହେଲେ ମା, ଆମେ ତ କେବେ ବି ଖରାପ କାମ କରିନାହାନ୍ତି। ହଁ, ତୁ ଠିକ କହିଲୁ, ଆମେ ସବୁ ପ୍ରକାରର କଦଳୀ ଖାଇପାରିବା। ଏମିତି କଥା ହେଇ ସେ 2 ମା ଛୁଆ ସବୁ ରଙ୍ଗର କଦଳୀ ତୋଳି ଖାଇଲେ। ମା ମା, ସତରେ ଏ କଦଳୀ ସବୁ ବହୁତ ମିଠା। ହଁ, ଏସବୁ ଯାଦୁର କଦଳୀ, ସେଥିପାଇଁ ବହୁତ ମିଠା ଲାଗୁଛି। ଚାଲ ଆମେ ଅନ୍ୟମାନଙ୍କୁ ବି କଦଳୀ ଦେବା। ସେମାନେ ସବୁଜ ଆଉ ହଳଦିଆ ରଙ୍ଗର କଦଳୀ ଅନ୍ୟ ଚଢ଼େଇମାନଙ୍କୁ ବି ଖାଇବା ପାଇଁ ଦେଉଥିଲେ। ଧୀରେ ଧୀରେ ପୁରା ଜଙ୍ଗଲରେ ଏକଥା ପ୍ରଚାର ହେଇଗଲା। ଦିନେ ଏକ ମିଟୁ ଚଢ଼େଇର ଘରକୁ ଗଲା। ଆରେ ଚଢ଼େଇ, ତୋ ବଗିଚାରେ ତ ଆଗରୁ ଏ 3 କଦଳୀ ଗଛ ନଥିଲା। ମିଟୁ ଭାଇ, ଏସବୁ ଯାଦୁର କଦଳୀ ଗଛ। ଜଣେ ପରି ଆମ ଉପରେ ଖୁସି ହେଇ ଏ କଦଳୀ ଗଛ ଦେଇଛନ୍ତି। ମିଟୁ ଭାଇ, ତୁମେ କିଛି କଦଳୀ ଖାଇବ କି? ହଁ ହଁ ଚଢ଼େଇ, ଏତେ ସାରା କଦଳୀ ଦେଖି ମୋର କଦଳୀ ଖାଇବାକୁ ଇଚ୍ଛା ହେଉଛି। ଏ ନାଲି ରଙ୍ଗର କଦଳୀ ବଢ଼ିଆ ଦେଖାଯାଉଛି, ମତେ ଏଥିରୁ କିଛି ଦେ। ହେଲେ ମିଟୁ ଭାଇ, ଯିଏ କେବେ ବି ଖରାପ କାମ କରିନଥିବ, କେବଳ ସେ ହିଁ ଏ ନାଲି ରଙ୍ଗର କଦଳୀ ଖାଇପାରିବ। ଆଚ୍ଛା, ଏମିତି କଥା। ମୁଁ ଥରେ ଗୋଟେ ଖରାପ କାମ କରିଥିଲି। ଦିନେ ମୁଁ ଜଣଙ୍କ ପାଖରୁ କିଛି ଫଳ ଚୋରି କରିଥିଲି। ମୁଁ ତାହେଲେ ନାଲି କଦଳୀ ଖାଇବିନି। ଚଢ଼େଇ, ମତେ ସେ ହଳଦିଆ କଦଳୀରୁ କିଛି ଦେ। ମିଟୁ କିଛି ହଳଦିଆ କଦଳୀ ନେଇ ସେଠାରୁ ଚାଲିଗଲା। ସେଇ ଜଙ୍ଗଲରେ 2ଟି ଦୁଷ୍ଟ କାଉ ରହୁଥିଲେ। ଚଢ଼େଇର କଦଳୀ ବିଷୟରେ ସେମାନେ ବି ଜାଣିବାକୁ ପାଇଲେ। ଆରେ, ତମେ ସେ ଚଢ଼େଇ ବିଷୟରେ ଶୁଣିଛ ନା ନାଇଁ? ତା ପାଖରେ ନା କେତେ ରଙ୍ଗ ବେରଙ୍ଗର କଦଳୀ ଅଛି। ହଁ ହଁ, ମୁଁ ତା ବିଷୟରେ ଶୁଣିଛି। ତୁ କିଛି କଦଳୀ ଖାଇବୁ କି? ମୁଁ ଯାଉଛି ତା ପାଖରୁ କିଛି କଦଳୀ ନେଇ ଆସିବି। ନା ନା, ଖାଲି କଦଳୀ ନୁହଁ, ମତେ ପୁରା କଦଳୀ ଗଛ ଦରକାର। ଚାଲ ଏବେ ତା ଘରକୁ ଯାଇ ତା ପାଖରୁ ତାର ସବୁ କଦଳୀ ଗଛ ଛଡ଼େଇ ନେବା। ଏମିତି କଥା ହେଇ ସେ 2 ଜଣ ଚଢ଼େଇ ପାଖକୁ ଆସିଲେ। ଆରେ, ତମେ 2 ଜଣ ଏଠି କିଛି କଦଳୀ ନେବାକୁ ଆସିଛ କି? ଚଢ଼େଇ, ଆମ ପାଖରେ ବହୁତ ଖାଇବା ଅଛି, ଆମେ କାହିଁ ତ କଦଳୀ ନେବୁ। ତତେ ଏକ ଜରୁରୀ କଥା କହିବାକୁ ଆସିଛୁ। ନଦୀ ପାଖରେ ନା କିଛି ଚଢ଼େଇ ମିଟୁକୁ ପିଟୁଛନ୍ତି। ସେ ତତେ ସାହାଯ୍ୟ ପାଇଁ ଡାକୁଛି। ଆରେ ମା, ତୁ ଆମ କଦଳୀ ବଗିଚାରେ ଥା, ମୁଁ ଯାଇ ଦେଖେ ମିଟୁ ଭାଇର କଣ ହେଲା। ଆରେ ଚଢ଼େଇ ଛୁଆ, ତୁ ଆଉ କାହିଁ ଏଠି ରହିଲୁ? ତୁ ବି ଏଠୁ ଚାଲିଯା। ଆଜିଠୁ ଏ ସବୁ କଦଳୀ ଗଛ ଆମର। ଏମିତି କାହିଁକି କହୁଛ? ଏ ସବୁ କଦଳୀ ଗଛ ପରି ଆମକୁ ଦେଇଥିଲେ, ଏସବୁ ଆମର। ଭଲରେ ଏଠୁ ଯିବୁ ନା ଏ ଲାଠିରେ ମାଡ଼ ଖାଇବୁ? ତ ମା ଏଠି ନାହିଁ। ତୁ ଯଦି ଏଠୁ ନ ଯିବୁ, ଆମେ ପିଟି ପିଟି ତ ପିଠିରୁ ଛାଲ ଉତାରି ଦେବୁ। କାଉ ମାନଙ୍କ ଭୟରେ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। 2 କାଉ ହଳଦିଆ ରଙ୍ଗର କଦଳୀକୁ ତୋଳି ଖାଇଲେ। ସେପଟେ କିଛି ଦୂର ଗଲା ପରେ ହିଁ ମା ଚଢ଼େଇ ମିଟୁକୁ ରାସ୍ତାରେ ପାଇଗଲା। ଆରେ ମିଟୁ ଭାଇ, ତୁମର କିଛି ହେଇନି ତ? ମୁଁ ଶୁଣିଲି କିଛି ଚଢ଼େଇ ତୁମକୁ ପିଟୁଥିଲେ। ଆରେ ଚଢ଼େଇ, ତତେ ଏମିତି ମିଛ କଥା କିଏ କହିଲା? ମୁଁ ତ ଏକଦମ ଠିକ ଅଛି, ମତେ କିଏ କାହିଁକି ପିଟିବ? ସେମାନେ ଏପରି କଥା ହେବା ସମୟରେ ହିଁ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରେ ଆସି ପହଞ୍ଚିଲା। ମା, ସେ ଦୁଷ୍ଟ କାଉମାନେ
ମତେ ଜୋର କରି ଆମ ବଗିଚାରୁ ବାହାର କରିଦେଲେ ଆଉ କହିଲେ ଆଜିଠୁ ସେ ସବୁ କଦଳୀ ଗଛ ତାଙ୍କର। ଆଚ୍ଛା, ଏବେ ବୁଝିଲି ସେ କାଉମାନେ ମତେ କାହିଁକି ଏଠାକୁ ପଠେଇଥିଲେ। ମାରି ତୁ ଜମା ବି କାନ୍ଦନି, ମୁଁ ଏବେ ହିଁ ସେ କାଉମାନଙ୍କୁ ଉଚିତ ଶିକ୍ଷା ଦେଉଛି। ତାପରେ ସେ ମା ଛୁଆ ନିଜ ବଗିଚାକୁ ଫେରି ଆସିଲେ। ତମେ ମାନେ ପୁଣି ଆସିଗଲ। ଶୁଣ ଚଢ଼େଇ, ଆଜିଠୁ ଏ 3 କଦଳୀ ଗଛ ଆମର, ତୁ ଏଠୁ ଚାଲିଯା। ହଁ ହଁ ଠିକ ଅଛି, ଆଜିଠୁ ଏ ସବୁ କଦଳୀ ତମମାନଙ୍କର। ହେଲେ ମୁଁ ତମମାନଙ୍କୁ ଏ ନାଲି ରଙ୍ଗର କଦଳୀ ଦେଇପାରିବିନି। ଏ ନାଲି କଦଳୀ ଭାରି ମିଠା, ଏ ନାଲି କଦଳୀକୁ ମୁଁ ଖାଇବି। ଚଢ଼େଇ ପାଖରୁ ଏମିତି ଶୁଣି କାଉର ସ୍ତ୍ରୀ ଶୀଘ୍ର ନାଲି କଦଳୀ ପାଖକୁ ଗଲା। ଏ ଚଢ଼େଇ, ଏ ନାଲି କଦଳୀ ବି ଆମର, ମୁଁ ତତେ ଗୋଟେ ବି କଦଳୀ ଏଥିରୁ ଦେବିନି। ଏବେ ମୁଁ ଏ ମିଠା ମିଠା ନାଲି କଦଳୀ ଖାଇବି। ଆରେ ରହ ରହ, ମତେ ବି ଗୋଟେ ନାଲି କଦଳୀ ଦେ, ମୁଁ ବି ସେ ନାଲି କଦଳୀ ଖାଇକି ଦେଖେ ସେ ସବୁ କେତେ ମିଠା। ତାପରେ ସେ 2 କାଉ ନାଲି ରଙ୍ଗର କଦଳୀକୁ ତୋଳି ଖାଇଲେ। କିଛି ସମୟ ପରେ ହିଁ ତାଙ୍କ ଦେହର ସବୁ ଶକ୍ତି ଚାଲିଗଲା। ସେମାନେ ତଳେ ପଡ଼ିଗଲେ। ଉଠିବାକୁ ସେମାନେ ଚେଷ୍ଟା କଲେ, ହେଲେ ପାରିଲେନି। ପୁଣି ଥରେ ତଳେ ପଡ଼ିଗଲେ। ଏମିତି ଦେଖି ମା ଚଢ଼େଇ ଆଉ ତାର ଛୁଆ ହସିବାକୁ ଲାଗିଲେ। ଏବେ ତମେ ମାନେ ମଜା ପାଇଲ। ଖରାପ ଚଢ଼େଇ ମାନେ ଏ ନାଲି କଦଳୀକୁ ଖାଇ ପାରିବେନି, ନହେଲେ ତାଙ୍କର ଏମିତି ଅବସ୍ଥା ହେବ। ଚଢ଼େଇ, ମୁଁ ତତେ ଛାଡ଼ିବିନି, ତୁ ଆମ ସାଙ୍ଗରେ କିଛି ବି ଠିକ କଲୁନି। ତମେ ମାନେ ନିଜ ଭୁଲର ଶାସ୍ତି ପାଉଛ। ଏବେ ପୋକମାନଙ୍କ ପରି ରଙ୍ଗି ରଙ୍ଗି ଘରକୁ ଚାଲିଯାଅ, ନହେଲେ ମୁଁ ପିଟି ପିଟି ତମମାନଙ୍କ ଚମଡ଼ା ଉତାରି ଦେବି। 2 କାଉ ପୁରାପୁରି ଦୁର୍ବଳ ହେଇଯାଇଥିଲେ। ସେମାନେ କାନ୍ଦି କାନ୍ଦି ଯେମିତି ସେମିତି ନିଜ ଘରକୁ ଫେରିଗଲେ। ଚଢ଼େଇ ଅନ୍ୟମାନଙ୍କୁ କଦଳୀ ଦେଇ ସାହାଯ୍ୟ କରୁଥିଲା। ଏମିତି ସେ ତାର 2 ଛୁଆଙ୍କ ସାଙ୍ଗରେ ଖୁସିରେ ରହିଲା। ଚଢ଼େଇ ନିଜ ଜମିରେ ମଞ୍ଜି ବୁଣି ଘରକୁ ଫେରିବା ସମୟରେ କାଉ ସହ ତାର ଦେଖା ହେଲା। ଆରେ ଚଢ଼େଇ, ତୁ ଏ ବର୍ଷ ତ ଜମିରେ କ'ଣ ଚାଷ କରିଛୁ? କାଉ ଭଉଣୀ, ମୁଁ ଏ ବର୍ଷ ମୋ ଜମିରେ ଫୁଲକୋବି ଚାଷ କରିଛି। ମୁଁ ଶୁଣିଛି ବଜାରରେ ଏବେ ଫୁଲକୋବିର ଚାହିଦା ବେଶୀ, ସେଥିପାଇଁ ଭାବିଲି ଏ ବର୍ଷ ମୁଁ ଫୁଲକୋବି ଚାଷ କରିବି। ଭଲ କରିଛୁ, ମୁଁ ପ୍ରତିବର୍ଷ ପରିବା ଚାଷ କରେ, ସେଥିପାଇଁ ମୁଁ ଏ ବର୍ଷ କିଛି ଫଳ ଚାଷ କରିଛି। ହଉ ଚଢ଼େଇ, ମୁଁ ଏବେ ଘରକୁ ଯାଉଛି। ଏମିତି କଥା ହେଇ ସେ 2 ଜଣ ନିଜ ନିଜ ଘରକୁ ଚାଲିଗଲେ। ସେ ଚଢ଼େଇ ଅନାଥ ଥିଲା। ସେଇ ଜଙ୍ଗଲରେ ସେ ଏକା ହିଁ ରହୁଥିଲା। ତା ଜମିରେ ସେ ଚାଷ କରି ନିଜ ପେଟ ପୋଷୁଥିଲା। ତାପରେ ବେଶ କିଛି ଦିନ ବିତିଗଲା। ଆରେ ବାଃ, ମୋ ଜମିରେ ଫୁଲକୋବିର ଛୋଟ ଛୋଟ ଚାରା ବାହାରିଛି। ମୁଁ ଏବେ ବଜାରରୁ କିଛି ଉର୍ବର ସାର ଆଉ କୀଟନାଶକ କିଣି ଆଣେ। ଏହି ସମୟରେ ତ ଉର୍ବର ସାର ଆଉ କୀଟନାଶକ ବେଶୀ ବେଶୀ ଦେବାକୁ ପଡ଼ିବ, ତାହେଲେ ଯାଇ ମୋ ଫସଲ ଭଲ ହେଇପାରିବ। ଏମିତି ଚିନ୍ତା କରି ଚଢ଼େଇ ବଜାରରୁ କିଛି ଉର୍ବର ସାର କିଣି ଆଣି ନିଜ ଜମିରେ ଛିଞ୍ଚି ଦେଲା। ସାର ଦିଆ କାମ ଏବେ ସରିଗଲା। ଏବେ ଜମିରେ ମୁଁ ପାଣି ଦିଏ। ତାପରେ ଚଢ଼େଇ ତା ଚାରା ଗଛରେ ପାଣି ଦେଲା। ଏମିତି ଚଢ଼େଇ ତା ଫସଲର ଖୁବ୍ ଯତ୍ନ ନେଉଥିଲା। ସେ ବହୁତ ପରିଶ୍ରମ କରୁଥିଲା। କିଛି ଦିନ ପରେ ଫୁଲକୋବିର ଚାରା ଗଛ ବଡ଼ ହେଇଗଲା ଆଉ ସେଥିରେ ଅନେକ ଫୁଲକୋବି ଫଳିଲା। ଆରେ ବାଃ, ମୋ ଫୁଲକୋବି ଫସଲ ତ ଖୁବ୍ ଭଲ ହେଇଛି। ଏବେ କେବଳ ଧ୍ୟାନ ରଖିବାକୁ ହେବ ଯେମିତି ମୋ ଫୁଲକୋବି ଫସଲରେ ପୋକ ଲାଗିବନି। ଆଉ କିଛି ଦିନ ଯାଉ ମୁଁ ମୋର ସବୁ ଫୁଲକୋବିରେ କୀଟନାଶକ ସ୍ପ୍ରେ କରିଦେବି, ସେମିତିରେ ମୋ ଫୁଲକୋବି ଫସଲ ଆଉ ନଷ୍ଟ ହେବନି। ଏମିତି କହି ଚଢ଼େଇ ତା ଘରକୁ ଚାଲିଗଲା। ସେ ଯିବା ପରେ ତା ଜମିରେ ଥିବା ସବୁଠୁ ବଡ଼ ଫୁଲକୋବି କଥା କହିଲା। ଓହୋ, କେତେ ଦିନ ପରେ ଯାଇ ମୁଁ ମୋ ଚାରିପାଖକୁ ଦେଖୁଛି। ଏମିତି ଲାଗୁଛି ସମସ୍ତଙ୍କଠୁ ସୁନ୍ଦରୀ ପରିବା ହେଉଛି ଫୁଲକୋବି। ମୋ ଦେହର ରଙ୍ଗ କେତେ ଧଳା। କାହିଁକି ଯେ ଚାଷୀମାନେ ଅନ୍ୟ ପରିବା ଚାଷ କରନ୍ତି? କେତେ ଭଲ ହୁଅନ୍ତା ଯଦି ସେମାନେ କେବଳ ଫୁଲକୋବି ଚାଷ କରନ୍ତି। ପୃଥିବୀର ଚାରିଆଡ଼େ କେବଳ ଫୁଲକୋବି ଦେଖିବାକୁ ମିଳନ୍ତା। ଚଢ଼େଇର ଫୁଲକୋବି ଜମି ପାଖରେ ଆଉ ଏକ ଚଢ଼େଇର ଜମି ଥିଲା। ସେ ତା ଜମିରେ ବାଇଗଣ ଚାଷ କରିଥିଲା। ଫୁଲକୋବିର ଏ ସବୁ କଥା ଗୋଟେ ବାଇଗଣ ଶୁଣୁଥିଲା। ହଠାତ୍ ସେ କହିଲା, ଏଇ ଫୁଲକୋବି, ଏମିତି ସବୁ କ'ଣ କହୁଛୁ? ନିଜ ରୂପକୁ ନେଇ ଏତେ ଗର୍ବ କାହିଁକି କରୁଛୁ? କ'ଣ କହିଲୁ ତୁ?
କେବଳ ଏକୁଟିଆ ହିଁ ତୁ ଏ ପୃଥିବୀରେ ରହିବାକୁ ଚାହୁଁଛୁ? ସମସ୍ତେ କ'ଣ ଖାଲି ଫୁଲକୋବି ଖାଇବେ? ସମସ୍ତଙ୍କୁ ଫୁଲକୋବି ଯେତିକି ଦରକାର ଥାଏ ଅନ୍ୟ ପରିବା ବି ସେତିକି ଦରକାର ହେଇଥାଏ। କିଏ ରେ? କିଏ ମୋ କଥାର ଉତ୍ତର ଦେଲା? ଓ କଳା ବାଇଗଣ, ତୁ ମତେ ଜ୍ଞାନ ଦେଉଛୁ? କଳା ଚେପା ବାଇଗଣ, छी, ତୁ ଦେଖିବାକୁ କେତେ ଅସୁନ୍ଦର। ଚାଲି ଆସିଲୁ ମୋ ସହ କଥା ହେବା ପାଇଁ। ମୋ ସହ କଥା ହେବାକୁ ବି ତୋର ସାହସ କେମିତି ହେଲା? ଫୁଲକୋବି, ତୋର ଏତେ ଅହଙ୍କାର କ'ଣ ପାଇଁ? ତୁ ଯେମିତି ଗୋଟେ ପରିବା, ମୁଁ ବି ସେମିତି ଗୋଟେ ପରିବା। ସମସ୍ତେ ତତେ ଖାଇଲେ ଯେମିତି ଭିଟାମିନ୍ ପାଆନ୍ତି, ଅନ୍ୟ ପରିବାକୁ ଖାଇଲେ ସେମିତି ଭିଟାମିନ୍ ପାଆନ୍ତି, ବୁଝିଲୁ? ତୁ ଏତେ ଆଉ ଫୁଲେଇ ହେନି। ଏଇ କଳା ବାଇଗଣ, ଚୁପ୍ କର କହୁଛି। ଏମିତି କ'ଣ ଭିଟାମିନ୍ ଅଛି କି ତୋ ପାଖରେ? ଆମେ ସବୁ ଫୁଲକୋବି ଅନ୍ୟ ସବୁ ପରିବାଙ୍କ ଠାରୁ ଅନେକ ସୁନ୍ଦର। ଆମ ପାଖରେ ବେଶୀ ଭିଟାମିନ୍ ଅଛି। ଫୁଲକୋବି ଭାରି ସ୍ୱାଦିଷ୍ଟ, ସେଥିପାଇଁ ତ ସମସ୍ତେ ଆମକୁ ଖାଆନ୍ତି। ତୋ କଥା ଶୁଣିକି ମତେ ଭାରି ହସ ଲାଗୁଛି। ଏମିତି ମୂର୍ଖଙ୍କ ପରି କଥା କାହିଁକି କହୁଛୁ? ପ୍ରତ୍ୟେକ ପରିବାରେ କିଛି ଅଲଗା ଅଲଗା ଭିଟାମିନ୍ ଥାଏ। କେବଳ ଫୁଲକୋବି ଖାଇଦେଲେ ଦେହକୁ ଶକ୍ତି ମିଳେନି। ସବୁ ପ୍ରକାରର ପରିବା ଖାଇଲେ ହିଁ ଦେହକୁ ସଠିକ ଶକ୍ତି ମିଳିଥାଏ। ଏଇ କଳା ବାଇଗଣ, ଆଉ ବେଶୀ ଯୁକ୍ତି କରନି। ଏତିକି ମନେ ରଖ, ସବୁ ପରିବାଠୁ ଫୁଲକୋବିରେ ବେଶୀ ଭିଟାମିନ୍ ଥାଏ। ଆମେ ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ବି ସେତିକି ସ୍ୱାଦିଷ୍ଟ। ହେଲେ ତତେ ଖାଇଲେ ଯାହା, ନ ଖାଇଲେ ସେଇଆ। ନା ତୋର ଚେହେରା ଅଛି ଆଉ ନା ତୋର ସ୍ୱାଦ ଅଛି। ନିଜ ରୂପର ଅହଙ୍କାର ପାଇଁ ତୋର ବୁଦ୍ଧି ବି ଲୋପ ପାଇଗଲାଣି। ଯଦି ଖାଲି ଫୁଲକୋବି ଖାଇକି ସମସ୍ତେ ଶକ୍ତି ପାଇଯାଆନ୍ତେ, ଚାଷୀମାନେ ଅନ୍ୟ ପରିବା ଚାଷ କରନ୍ତେ ନାହିଁ। ତୋ ଭଳି ଗୋଟେ କଳା ଚେପା ବାଇଗଣ ସହ କଥା ହେବାକୁ ମୋର ଜମା ବି ଇଚ୍ଛା ନାହିଁ। ଆମ ଜମିକୁ ଚାହିଁକି ଦେଖେ, ଧଳା ବାଦଲ ପରି ଆମେ କେତେ ସୁନ୍ଦର ଦେଖାଯାଉଛୁ। ତୋ ଭଳି ଗୋଟେ କଳା ଚେପା କଣ୍ଟା ବାଇଗଣକୁ ଭଗବାନ କାହିଁକି ବନିଛନ୍ତି କେଜାଣି? ତତେ ଦେଖିବାକୁ ବି ମତେ ଘୃଣା ଲାଗୁଛି। ଫୁଲକୋବି ସାମାନ୍ୟ ଗୋଟେ ପରିବା ହେଇ ଏତେ ଅହଙ୍କାର କରିବା ଭଲ ନୁହଁ। କାହିଁକି ନା ଥରେ ପରିବା ପଚିଗଲେ ସବୁ ଶେଷ। ସିଧା ସିଧା କହ, ମୁଁ ଏତେ ସୁନ୍ଦର ବୋଲି ତୁ ସହିପାରୁନୁ? ମୁଁ ସୁନ୍ଦର ବୋଲି ମୁଁ ଗର୍ବ କରୁଛି। ତୁ ଚାହିଁଲେ ବି ମୋ ଭଳି ସୁନ୍ଦର ହେଇପାରିବୁନି। ଏମିତି ପ୍ରତ୍ୟେକ ଦିନ ଫୁଲକୋବି ନିଜ ରୂପକୁ ନେଇ ଭାରି ଗର୍ବ କରୁଥିଲା, ଆଉ ବାଇଗଣକୁ ଅନେକ କଥା କହି ତାକୁ ଅପମାନ ଦେଉଥିଲା। କିଛି ଦିନ ପରେ ଚଢ଼େଇ ନିଜ ଜମିକୁ ବୁଲିବା ପାଇଁ ଆସିଲା। ଦେହ ଖରାପ ଥିବାରୁ ମୁଁ ଜମିକୁ ଆସିପାରୁନଥିଲି। ଏବେ ଦେଖୁଛି ମୋ ଜମିର ସବୁ ଫୁଲକୋବି ଅନେକ ବଡ଼ ହେଇଗଲେଣି। ଏଇଟା କୀଟନାଶକ ସ୍ପ୍ରେ କରିବା ପାଇଁ ସଠିକ ସମୟ। ଯାଏ ଏବେ ଜମିରେ ସ୍ପ୍ରେ କରିଦିଏ। କାଲି ଫୁଲକୋବି ତୋଳି ବଜାରକୁ ନେଇଯିବି। ଚଢ଼େଇ ଘରକୁ ଯାଇ ସ୍ପ୍ରେ ନେଇ ଆସିଲା। ସେ ଯେମିତି ତା ଜମି ପାଖକୁ ଗଲା, ବଡ଼ ଫୁଲକୋବି ଭୀଷଣ ରାଗିଗଲା। ଏଇ ଚଢ଼େଇ, ରହିଯା ସେଠି। ମୋ ଉପରେ ଜମା ବି ସେ ଗନ୍ଧିଆ ସ୍ପ୍ରେ ପକାନି କହୁଛି। ତୁ କ'ଣ ସ୍ପ୍ରେ ପକେଇ ମୋ ସୁନ୍ଦରତା ନଷ୍ଟ କରିବାକୁ ଚାହୁଁଛୁ? ଏସବୁ ତୁ କ'ଣ କହୁଛୁ ଫୁଲକୋବି? ମୁଁ ତ ନିଜେ ଅନେକ ପରିଶ୍ରମ କରି ତତେ ବଡ଼ କରିଛି। ମୁଁ କାହିଁକି ତ ସୁନ୍ଦରତା ନଷ୍ଟ କରିବି? ଏଇଟା ପୋକ ମାରିବା ସ୍ପ୍ରେ। ଏଇ ସ୍ପ୍ରେ କଲେ ତମେ ସବୁ ଫୁଲକୋବି ପୋକମାନଙ୍କ ପାଖରୁ ରକ୍ଷା ପାଇବ। ଦରକାର ନାହିଁ ତୋର ସେ ଗନ୍ଧିଆ ସ୍ପ୍ରେ। ଆମେ ବହୁତ ସୁନ୍ଦର, କେହି ପୋକ ଆମର କିଛି କ୍ଷତି କରିପାରିବେନି। ତୁ ଚାଲିଯା ଏଠୁ, ଆଉ ଦିନେ ଏଠାକୁ ଆସିବୁନି। ସାମାନ୍ୟ ଗୋଟେ ପରିବା ହେଇ ତୁ ଏତେ ଅହଙ୍କାର କରୁଛୁ। ମତେ ମୋ ଜମିରୁ ହିଁ ଚାଲିଯିବାକୁ କହୁଛୁ। ଭୁଲି ଯାଆନି, ମୁଁ ତତେ ଯତ୍ନ କରି ଚାଷ କରିଛି ବୋଲି ଆଜି ତୁ ଏ ପୃଥିବୀର ଆଲୁଅ ଦେଖିପାରୁଛୁ, ବୁଝିଲୁ? ଯତ୍ନ କରି ଚାଷ କରିଛୁ ବୋଲି ତୁ କ'ଣ ଆମର ମାଲିକାଣୀ ହେଇଯାଇଛୁ? ଯା, ଚାଲିଯା ଏଠୁ। ଦରକାର ନାହିଁ ତୋର ଦୟା। ହେ ଭଗବାନ, ଏତେ ପରିଶ୍ରମ କରି ଫୁଲକୋବି ଚାଷ କରିଥିଲି କ'ଣ ଏଇ ଦିନ ଦେଖିବା ପାଇଁ? ମୁଁ ମୋ ଜମିରେ ଏତେ ପରିବା ଚାଷ କରିଛି, ହେଲେ ତୋ ଭଳି ଅହଙ୍କାରୀ ପରିବା ମୁଁ କେବେ ଦେଖିନଥିଲି। ମୁଁ ଚାଲି ଯାଉଛି। ଦେଖିବୁ, ଯେତେବେଳେ ପୋକମାନେ ତୋ ଉପରେ ଆକ୍ରମଣ କରିବେ ତୁ ପଛେ ସଢ଼ି ମରିବୁ। ଯା ଯା, ତୋ ଭଳି ଗୋଟେ ସାମାନ୍ୟ ଚଢ଼େଇର କଥାରେ ମୋର କିଛି ବି ଫରକ ପଡ଼ିବନି। ମୁଁ ସବୁଠାରୁ ସୁନ୍ଦର, ମୋ ସୁନ୍ଦରତା କେବେ ନଷ୍ଟ ହେବନି। ଫୁଲକୋବିର ଏ କଥାରେ ଚଢ଼େଇ ରାଗିଯାଇ ନିଜ ଘରକୁ ଚାଲିଗଲା। ଦିନେ ଜଙ୍ଗଲରେ ହଠାତ୍ ବର୍ଷା ହେଲା। ବର୍ଷା ଛାଡ଼ିଯିବା ପରେ ସବୁ ଫୁଲକୋବିରେ ପୋକ ଲାଗିଗଲେ। ପୋକମାନଙ୍କ ପାଇଁ ଧୀରେ ଧୀରେ ଫୁଲକୋବି ପଚିବା ଆରମ୍ଭ କଲା। ଓଃ, ଭାରି କଷ୍ଟ ହେଉଛି। ମତେ ପୋକମାନେ ଖାଇ ଦେଉଛନ୍ତି।
ଦୟାକରି ମତେ କେହି ସାହାଯ୍ୟ କର, ଏ ଯନ୍ତ୍ରଣା ମୁଁ ଆଉ ସହି ପାରୁନି। ଠିକ୍ ହେଇଛି ତତେ ଫୁଲକୋବି, ସେଦିନ ତ ମାଲିକାଣୀ କୀଟନାଶକ ସ୍ପ୍ରେ କରିବା ପାଇଁ ଆସିଥିଲା, ହେଲେ ତୁ ନିଜ ରୂପର ଅହଙ୍କାର ଦେଖେଇଲୁ। ଏବେ ତତେ ବଞ୍ଚେଇବା ପାଇଁ କେହି ବି ଆସିବେନି। ପରିବା ହେଇ ଏତେ ଅହଙ୍କାର କରିବା ଭଲ ନୁହଁ। ଦେଖିଲୁ ତ ତୋର ଅବସ୍ଥା କ'ଣ ହେଲା? ତୁ ଏବେ ପଚି ପଚି ମର। ହଁ ଠିକ୍ କଥା, ନିଜ ରୂପକୁ ନେଇ ଅହଙ୍କାର କରିବା ଭଲ ନୁହଁ। ଆଜି ମତେ ମୋ ଭୁଲର ଶାସ୍ତି ମିଳୁଛି। ଏମିତି କଷ୍ଟ ପାଇ ପାଇ ଶେଷରେ ବଡ଼ ଫୁଲକୋବି ସହ ଅନ୍ୟ ସବୁ ଫୁଲକୋବି ପଚି ସଢ଼ିଗଲେ। ଆରେ ତମେ ସବୁ କ'ଣ ମଞ୍ଜି ଆଣିଛ? ଦେଖିକି ଲାଗୁଛି ଏସବୁ ତରଭୁଜ ମଞ୍ଜି। ହଁ ତୁ ଠିକ୍ କହିଲୁ, ଏ ବର୍ଷ ଆମେ ଜମିରେ ତରଭୁଜ ଚାଷ କରିବା। ଚାଲେ ଆମ ଜମିକୁ ଯାଇ ତରଭୁଜ ମଞ୍ଜି ବୁଣିଦେବା। ଦୁଇ ଚଢ଼େଇ ନିଜ ଜମିକୁ ଗଲେ ଆଉ ତରଭୁଜ ମଞ୍ଜି ବୁଣିଲେ। ଏ ସବୁ କିଛି ଦୂରରୁ ଦୁଇଟି କାଉ ଦେଖୁଥିଲେ। ଆରେ ଦେଖ ଦେଖ, ଏ ଚିଣ୍ଟୁ ଚମେଲି ନିଜ ଜମିରେ ତରଭୁଜ ମଞ୍ଜି ବୁଣୁଛନ୍ତି। ଏଥର ଆଉ ଆମ ଖାଇବାର ଚିନ୍ତା ରହିବନି ନା କ'ଣ? ହଁ ତୁ ଠିକ୍ କହିଲୁ, ଚାଲ ଏବେ ପାଖ ଜଙ୍ଗଲକୁ ବୁଲିବା ପାଇଁ ଯିବା। ଏଇ ଚଢ଼େଇଙ୍କ ତରଭୁଜ ବଡ଼ ହେଲେ ଆମେ ଆରାମରେ ପ୍ରତିଦିନ ତାଙ୍କ ତରଭୁଜ ଚୋରି କରି ଖାଇବା। ଏମିତି କଥା ହେଇ ଦୁଇ କାଉ ପାଖ ଜଙ୍ଗଲକୁ ଚାଲିଗଲେ। ଏହିପରି ବେଶ କିଛି ଦିନ ବିତିଗଲା। ତରଭୁଜ ଗଛ ବାହାରି ସେଥିରେ ତରଭୁଜ ଫଳିଲା। ଦିନେ ଗୋଟେ ମା ଚଢ଼େଇ ସେ ଜମି ରାସ୍ତାରେ ଯାଉଥିଲା। ଏତେ ଗୁଡ଼ିଏ ତରଭୁଜ ଦେଖି ସେ ଅଟକି ଗଲା। ଆରେ ବା, ଚିଣ୍ଟୁ ଭାଇଙ୍କ ଜମିରେ କେତେ ବଢ଼ିଆ ତରଭୁଜ ଫଳିଛି। ମୁଁ ଯାଇ ତାଙ୍କୁ ପଚାରି ସେ କୋଉଠୁ ମଞ୍ଜି ଆଣି ଚାଷ କରିଛନ୍ତି। ମୁଁ ବି ତାଙ୍କ ପରି ଏ ବର୍ଷ ମୋ ଜମିରେ ତରଭୁଜ ଚାଷ କରିବି। ଆରେ ଚମେଲି ଭଉଣୀ, ଏ ବର୍ଷ ତୁମକୁ ଧନୀ ହେବାର ସୁଯୋଗ ମିଳିଛି। ତମ ଜମିରେ ନା ବହୁତ ଭଲ ତରଭୁଜ ଫଳିଛି। ମୁଁ ଆଜି ତୁମ ଜମି ରାସ୍ତାରେ ଯାଉଥିଲି, ସେତେବେଳେ ତୁମ ତରଭୁଜ ଚାଷ ଦେଖିଲି। ଭାବିଲି ତୁମ ସହ ଟିକେ ଦେଖା କରିଯାଏ। ଆଚ୍ଛା ଚମେଲି ଭଉଣୀ, ତୁମେ କୋଉଠୁ ଏତେ ଭଲ ତରଭୁଜ ମଞ୍ଜି ଆଣିଛ କହିଲ? ମୁଁ ବି ଏ ବର୍ଷ ତୁମ ପରି ତରଭୁଜ ଚାଷ କରିବାକୁ ଚାହୁଁଛି। ଆରେ ଚଢ଼େଇ, ମୋ ସ୍ୱାମୀ ତରଭୁଜ ମଞ୍ଜି ଆଣିଥିଲେ। ମୁଁ ଏ ବିଷୟରେ କିଛି ବି ଜାଣିନି। ତୁ ଟିକେ ଅପେକ୍ଷା କର, ମୋ ସ୍ୱାମୀ ଏବେ ଘରକୁ ଫେରିବେ। ତାଙ୍କ ସହ କଥା ହେଲେ ତୁ ସବୁ ଜାଣିପାରିବୁ। ଅନେକ ଦିନରୁ ମୁଁ ଆମ ଜମିକୁ ଯାଇନି। ତୋ ପାଖରୁ ଏତେ ଭଲ ତରଭୁଜ ଫଳିଛି ଜାଣି ଭାରି ଖୁସି ଲାଗିଲା। ମୁଁ ଆଜି ହିଁ ଆମ ଜମିକୁ ଦେଖିବାକୁ ଯିବି। ଏମିତି ସେ ଦୁଇ ଚଢ଼େଇ କଥା ହେଉଥିଲେ। ସେତେବେଳେ ଚିଣ୍ଟୁ ଚଢ଼େଇ ଘରକୁ ଫେରିଲା। ମା ଚଢ଼େଇ ତା ପାଖରୁ ତରଭୁଜ ମଞ୍ଜି କୋଉଠୁ ଆଣିଥିଲା ତାର ଠିକଣା ଜାଣି ନିଜ ଘରକୁ ଫେରିଲା। ପରଦିନ ସକାଳେ, ଆରେ ମା, ତୁ ଘରେ ଥା। ମୁଁ ନ ଆସିବା ଯାଇ ବାହାରକୁ ଯିବୁନି। ମୁଁ ଦୂର ଜଙ୍ଗଲକୁ ଯାଉଛି ତରଭୁଜ ମଞ୍ଜି ଆଣିବା ପାଇଁ। ଆଚ୍ଛା ଠିକ୍ ଅଛି ମା, ମୁଁ ଘରେ ରହିବି, ବାହାରକୁ ଯିବିନି। ହେଲେ ମା, ଘରକୁ ଶୀଘ୍ର ଫେରିବ। ମତେ ଘରେ ଏକା ରହିବାକୁ ଭାରି ଡର ଲାଗେ। ମୁଁ ଶୀଘ୍ର ଫେରି ଆସିବି ରେ ମା, ଯା ଏବେ ଘର ଭିତରକୁ। ତାପରେ ମା ଚଢ଼େଇ ସେ ଦୂର ଜଙ୍ଗଲକୁ ଗଲା। ରାସ୍ତାରେ କାଉ ମାନଙ୍କ ସହ ତାର ଦେଖା ହେଲା। ଆରେ କାଉ ଭାଇ, କାଉ ଭଉଣୀ, ଏ ଦୂର ଜଙ୍ଗଲରେ ତମେ ମାନେ କ'ଣ କରୁଛ? ଆରେ ଚଢ଼େଇ, ମୁଁ ମୋ ମାମୁଁ ଘରକୁ ବୁଲିବା ପାଇଁ ଆସିଥିଲି। ହେଲେ ଚଢ଼େଇ, ତୁ ଏ ଜଙ୍ଗଲକୁ କ'ଣ ପାଇଁ ଆସିଛୁ? ମୁଁ ତରଭୁଜ ମଞ୍ଜି ନେବାକୁ ଆସିଛି। ଚିଣ୍ଟୁ ଭାଇଙ୍କର ଜମିରେ ଅନେକ ଭଲ ତରଭୁଜ ଫଳ ହେଇଛି। ସେ ଏଇ ଜଙ୍ଗଲରୁ ତରଭୁଜ ମଞ୍ଜି ନେଇ ଚାଷ କରିଥିଲେ। ସେଥିପାଇଁ ମୁଁ ବି ଏଠାକୁ ତରଭୁଜ ମଞ୍ଜି ନେବାକୁ ଆସିଛି। ସତରେ ନା କ'ଣ? ଆଚ୍ଛା ଚଢ଼େଇ, ଏବେ ତ ଯା, ଆମେ ବି ଆମ ଘରକୁ ଫେରିବୁ। ଅନେକ ଦିନ ହେଇଗଲାଣି ଆମେ ଘରକୁ ଯାଇନୁ। ଆରେ ତମେ ଶୁଣିଲ, ଚଢ଼େଇ କ'ଣ କହିକି ଗଲା? ଚିଣ୍ଟୁ ଚଢ଼େଇର ଜମିରେ ତରଭୁଜ ଫଳିଲାଣି। ଏଇଟା ଠିକ୍ ସମୟ ଆମ ଜଙ୍ଗଲକୁ ଫେରିବା ପାଇଁ। ଚାଲ ଏବେ ହିଁ ଘରକୁ ଯିବା, ଆଉ ସୁଯୋଗ ଦେଖି ଚିଣ୍ଟୁ ଜମିର ତରଭୁଜ ଚୋରି କରି ନେଇ ଆସିବା। ସେଦିନ ହିଁ କାଉମାନେ ତାଙ୍କ ଜଙ୍ଗଲକୁ ଫେରିଲେ। ଆଉ ରାତିରେ ସୁଯୋଗ ଦେଖି ଚିଣ୍ଟୁ ଚଢ଼େଇର ଜମିରୁ ଅଧା ତରଭୁଜ ଚୋରି କରି ନେଇଗଲେ। ପରଦିନ ସକାଳେ ଚିଣ୍ଟୁ ଆଉ ଚମେଲି ନିଜ ଜମିକୁ ଆସିଲେ। ସେମାନେ ଜାଣିଗଲେ ତାଙ୍କ ଜମିରୁ ଅଧା ତରଭୁଜ ଚୋରି ହେଇଯାଇଛି। ଆରେ ଦେଖ ନା, ଆମ ଜମିରେ ଅଧା ତରଭୁଜ ନାହିଁ। ନିଶ୍ଚୟ ରାତିରେ କିଏ ଆମ ତରଭୁଜ ଚୋରି କରି ନେଇଯାଇଛି। ହଁ ତୁ ଠିକ୍ କହିଲୁ, ହେଲେ କିଏ ଆମ ଜମିରୁ ତରଭୁଜ ଚୋରି କରିଥିବ?
ମୁଁ ତ କିଛି ବି ଜାଣିପାରୁନି। ଆରେ କ'ଣ ହେଲା? ଏ ବର୍ଷ ତୁମର ଭଲ ତରଭୁଜ ଚାଷ ହେଇଛି, ତଥାପି ତମେ ମାନେ ଏତେ ମନ ଦୁଃଖରେ କାହିଁକି ଅଛ? କ'ଣ କହୁଛ? ତୁମ ଜମିରୁ ଅଧା ତରଭୁଜ କିଏ ଚୋରି କରି ନେଇଯାଇଛି? ଇଏ ତ ସତରେ ବହୁ ଚିନ୍ତାର କଥା। କିଏ ସେ ଚୋର? ଏ ଜଙ୍ଗଲରେ ସମସ୍ତେ କିଛି ନା କିଛି ଚାଷ କରନ୍ତି। ସେ ଚୋରକୁ ଯଦି ଶୀଘ୍ର ନ ଧରିବା ତାର ସାହସ ବଢ଼ିଯିବ। ସେ ଅନ୍ୟମାନଙ୍କ ଜମିରୁ ବି ଚୋରି କରିବ। ମୁଁ ମୋର ଏକ ଛୋଟ ଜମିରେ ତରଭୁଜ ଚାଷ କରିଛି। ସେ ଚୋର ତମ ଜମିର ସବୁ ତରଭୁଜ ନେଇଯିବ। ଚଢ଼େଇ, ସେ ଚୋରକୁ ଧରିବା ପାଇଁ କିଛି ଉପାୟ ବାହାର କର। ଆମେ ତ କିଛି ବି ଚିନ୍ତା କରିପାରୁନୁ। ମୋ ପାଖରେ ତ କିଛି ବି ଉପାୟ ନାହିଁ। ହେଲେ ହଁ, ଆମେ ସମସ୍ତେ ଚିଲ ରାଜାଙ୍କ ପାଖକୁ ଯାଇପାରିବା। ସେ ନିଶ୍ଚୟ ଆମ ସମସ୍ୟାର ସମାଧାନ କରିପାରିବେ। ତାପରେ ସବୁ ଚଢ଼େଇ ମିଶି ଚିଲ ରାଜାଙ୍କ ପାଖକୁ ଗଲେ ଆଉ ତାଙ୍କର ସବୁ ସମସ୍ୟା କଥା କହିଲେ। ତମେ ମାନେ ଚିନ୍ତା କରନି, ମୋ ପାଖରେ ଏକ ରାସ୍ତା ଅଛି ଚୋରକୁ ଧରିବା ପାଇଁ। କିଛି ଦିନ ତଳେ ମୁଁ ଏକ ପରୀକୁ ସାହାଯ୍ୟ କରିଥିଲି। ସେ ମୋ ଉପରେ ଖୁସି ହେଇ ମୋତେ ଏକ ଲିଚୁ ଘର ଦେଇଥିଲା। ସେ ଲିଚୁ ଘର ମୋତେ ଅନେକ କାମରେ ସାହାଯ୍ୟ କରେ। ଆଜି ମୁଁ ତମମାନଙ୍କୁ ସେ ଲିଚୁ ଘର ଦେଉଛି। ଏ ଲିଚୁ ଘରକୁ ନେଇ ନିଜ ଜମିରେ ରଖିଦିଅ। ଚୋରକୁ ଧରିବାରେ ଏ ଲିଚୁ ଘର ତମମାନଙ୍କୁ ସାହାଯ୍ୟ କରିବ। ତାପରେ ସବୁ ଚଢ଼େଇ ମିଶି ସେ ଲିଚୁ ଘରକୁ ଧରି ତରଭୁଜ ଜମିକୁ ଆସିଲେ ଆଉ ଜମିର ମଝିରେ ସେ ଲିଚୁ ଘରକୁ ରଖି ସେଠାରୁ ଚାଲିଗଲେ। ସେପଟେ କାଉମାନେ ପୁଣି ଥରେ ଚୋରି କରିବା ପାଇଁ ଯୋଜନା କରୁଥିଲେ। ଆରେ ଶୁଣୁଛ, ଚାଲ ଆଜି ରାତିରେ ଆମେ ପୁଣି ଥରେ ସେ ଚିଣ୍ଟୁର ଜମିରୁ ଆଉ ଅଧା ତରଭୁଜ ନେଇ ଆସିବା। କିଛି ଖାଇବା ଆଉ କିଛି ପାଖ ଜଙ୍ଗଲକୁ ନେଇ ବିକ୍ରି କରିଦେବା। ଆରେ ଦେଖ, ସେଇଟା ଗୋଟେ ଲିଚୁ ଘର ନା? ଘର ଭିତରଟା କେମିତି ଚକଚକ କରୁଛି ଦେଖ। ମତେ ଲାଗୁଛି ଏଇ ଘର ଭିତରେ ଅନେକ ସୁନା ଅଛି। ହଁ, ମତେ ବି ସେମିତି ଲାଗୁଛି। ଏ ଲିଚୁ ଘରେ ନିଶ୍ଚୟ ସୁନା ଥିବ। ଚାଲ ଏବେ ତରଭୁଜ ନ ନେଇ ଏ ଘରୁ ସବୁ ସୁନା ନେଇଯିବା, ନହେଲେ ସକାଳେ ଚଢ଼େଇମାନେ ଏ ଘରୁ ସୁନା ନେଇଯିବେ। ଏମିତି ଚିନ୍ତା କରି ଦୁଇ କାଉ ସେ ଲିଚୁ ଘର ଭିତରକୁ ଗଲେ। ଯେମିତି ସେମାନେ ଘର ଭିତରକୁ ଗଲେ ବାହାର ପଟୁ କବାଟ ବନ୍ଦ ହେଇଗଲା। ସେ ଘର ଭିତରଟା ପୁରାପୁରି ଫାଙ୍କା ଥିଲା। ଭିତରେ କିଛି ବି ନଥିଲା। ଏ କ'ଣ? ଏ ଘରେ ତ କିଛି ବି ନାହିଁ। ଘରଟା କ'ଣ ଏକଦମ ଫାଙ୍କା? କବାଟ ବି ବନ୍ଦ ହେଇଗଲା। ଏବେ ଆମେ ବାହାରକୁ କେମିତି ଯିବା? ଏ କୋଉ ଭୂତ ଘରକୁ ଆମେ ଚାଲି ଆସିଲେ? ଏମିତି ସେ ରାତି ବିତି ଯାଇ ସକାଳ ହେଲା। ସବୁ ଚଢ଼େଇଙ୍କ ସହ ରାଜା ଚିଲ ବି ସେଠାକୁ ଆସିଲା। ଲିଚୁ ଘରର କବାଟ ଖୋଲିଗଲା। ଦୁଇ କାଉ ବାହାରକୁ ଆସିଲେ। ଛି ଛି, ତମେ ଦୁଇ କାଉ ତାହେଲେ ଚୋର? ଆଜି ତମେ ମାନେ ଧରା ପଡ଼ିଗଲ। ମୁଁ ତ ବିଶ୍ୱାସ କରିପାରୁନି ତମେ ମାନେ ଆମର ଏତେ ବଡ଼ କ୍ଷତି କରୁଥିଲ। ତମ ମାନଙ୍କର ଏତେ ସାହସ ମୋ ଜଙ୍ଗଲରେ ରହି ଚଢ଼େଇମାନଙ୍କ ଫସଲ ଚୋରି କରୁଛ? ମୁଁ ତମମାନଙ୍କୁ ଉଚିତ ଶିକ୍ଷା ଦେବି। ଏବେ ସାରା ଜୀବନ ତମେମାନେ ଜେଲରେ ବନ୍ଦୀ ହେଇ ରହିବ। ନା ନା ମହାରାଜ, ଏଇ ଥରକ ଆମକୁ କ୍ଷମା କରିଦିଅନ୍ତୁ। ଆମେ ଆଉ କେବେ ବି ଏମିତି ଭୁଲ କରିବୁନି। ନା ଚିଲ ରାଜା, ଏମାନଙ୍କୁ ଜମା ବି କ୍ଷମା କରନ୍ତୁନି। ତମେ ଦୁଇ କାଉ ଚୋରି କରିବା ପୂର୍ବରୁ ଏସବୁ ଭାବିବାର ଥିଲା। ନିଜେ ଯଦି ପରିଶ୍ରମ କରି ଫସଲ ଫଳିଥାନ୍ତ, ଆଜି ଶାନ୍ତିରେ ରହିପାରିଥାନ୍ତ। ତା ନ କରି ଅନ୍ୟମାନଙ୍କ ପରିଶ୍ରମ ଚୋରି କରୁଛ। ତମେ ମାନେ ଶାସ୍ତି ପାଇବାର ଯୋଗ୍ୟ। ତାପରେ ଚିଲ ରାଜା ଦୁଇ କାଉଙ୍କୁ ନେଇ କାରାଗାରରେ ବନ୍ଦୀ କରି ରଖିଲା। ଚିଣ୍ଟୁ ଆଉ ଚମେଲି କାଉଙ୍କ ଘରୁ ତାଙ୍କର ଅଧା ତରଭୁଜ ନେଇ ଆସିଲେ। ସେବେଠାରୁ କାଉ ଚଢ଼େଇଙ୍କ ଜମିରୁ ଫସଲ ଚୋରି ହେଲା ନାହିଁ। ସବୁ ଚଢ଼େଇ ନିଜ ନିଜ ଫସଲ ବିକ୍ରି କରି ଖୁସିରେ ରହିଲେ। ବଡ଼ ଭଉଣୀ ରିନୁ ବଜାରରେ ଖେଳନା ବିକ୍ରି କରି ତାର ଛୋଟ ଛୋଟ ଦୁଇ ଭଉଣୀଙ୍କୁ ସ୍କୁଲରେ ପାଠ ପଢ଼ଉଥିଲା ଆଉ ଘର ଖର୍ଚ୍ଚ ବି ଉଠାଉଥିଲା। ସେଠି ତାଙ୍କର କେହି ନିଜର ନଥିଲେ। ତିନି ଭଉଣୀ ଅନାଥ ଥିଲେ। ଦିନେ ଏକ ଦୁର୍ଘଟଣାରେ ବଡ଼ ଭଉଣୀ ରିନୁର ଗୋଟେ ଗୋଡ଼ ଭାଙ୍ଗିଗଲା। ଅନେକ ଦିନ ଯାଏଁ ସେ କାମକୁ ଯାଇପାରିଲାନି। ଆରେ ମୁନି, ଘରେ କିଛି ବି ଖାଇବା ନାହିଁ। ଆଜି ଦିନଟା ପାଣି ପିଇ ଦେଇଥା। କ'ଣ କହିଲୁ ଦିଦି? ଆଜି ବି ଖାଇବା ନାହିଁ? ମୁଁ କାଲି ପାଣି ପିଇକି ରହିଥିଲି। ଆଜି ବି ପାଣି ପିଇକି ରହିବାକୁ ହେବ? ତମେ ଦୁଇ ଜଣ ଆଉ କାନ୍ଦନି। ମୁଁ ଆଜି ବାହାରକୁ ଯାଇ କାମ ଖୋଜିବି ଆଉ ଖାଇବାର ବ୍ୟବସ୍ଥା କରିବି। ହେଲେ ଦିଦି, ତୋ ଦେହ ଭଲ ନାହିଁ। ତୁ କାମ କୋଉଠି ପାଇବୁ? ତୁ ଘରେ ରହି ଆରାମ କର ଦିଦି। ଆଜି ମୁଁ କାମ ଖୋଜିବାକୁ ଯିବି। ନା, ତମେ ଦୁଇ ଜଣ ପାଠ ପଢ଼ିବାରେ ମନ ଦିଅ। ଘର ଚଳିବା ଦାୟିତ୍ୱ ମୋର। ମୋର ଗୋଟେ ଗୋଡ଼ ନାହିଁ ତ କ'ଣ ହେଇଗଲା?
ଯେତେ ଦିନ ଯାଏ ମୋ ଜୀବନ ଥିବ ମୁଁ ବହୁତ ପରିଶ୍ରମ କରିବି। ତମେ ମାନେ ଚିନ୍ତା କରନି, ମୁଁ ଆଜି ଖାଇବା ଧରି ଘରକୁ ଫେରିବି। ମାଙ୍କଡ଼ ଭାଇ, ତୁମର ତ ମାଟି ଖୋଳା କାମ ଚାଲିଛି, ମତେ କିଛି କାମ ଦେଇପାରିବ? ମୁଁ ବଡ଼ ବିପଦରେ ପଡ଼ିଛି। ତୋର ତ ଗୋଟେ ଗୋଡ଼ ନାହିଁ, ତୁ କ'ଣ କାମ କରିପାରିବୁ? ଯା ଯା, ମୋ ସମୟ ନଷ୍ଟ କରନି। ଆରେ ତମେ ମାନେ ଦେଖୁଛ କ'ଣ? ଶୀଘ୍ର ଶୀଘ୍ର କାମ କର। ସେଦିନ ରିନୁ ଚଢ଼େଇ କାହା ପାଖରେ ବି କାମ ପାଇଲାନି। ସେ ମନ ଦୁଃଖରେ ଏକ ନଦୀ କୂଳେ ବସି କାନ୍ଦୁଥିଲା। ସେହି ସମୟରେ ସେ ରାସ୍ତା ଦେଇ ଗୋଟେ ଭାଲୁ ଏକ ଯୋଡ଼ି ମାଛ ଧରି ଯାଉଥିଲା। ରିନୁକୁ କାନ୍ଦୁଥିବାର ଦେଖି ସେ ତା ପାଖକୁ ଗଲା। ଆରେ ରିନୁ, ତୁ ଏଠି ଏମିତି ବସି କାନ୍ଦୁଛୁ କ'ଣ ପାଇଁ? ଭାଲୁ ଅଙ୍କଲ, ମୁଁ ବହୁତ ବିପଦରେ ପଡ଼ିଛି। ମୋ ଗୋଡ଼ ଭାଙ୍ଗିଲା ଦିନରୁ ମୋ କାମକୁ ଯାଇପାରିଲିନି। ଘରେ କିଛି ଖାଇବାକୁ ନାହିଁ। ମୁଁ ଆଜି ମୋ ଦୁଇ ଭଉଣୀଙ୍କୁ କହିକି ଆସିଥିଲି ଯେମିତି ବି ହେଉ ଆଜି ଘରକୁ ଖାଇବା ନେବି, ହେଲେ ମୁଁ ଆଜି କୋଉଠି ବି କାମ ପାଇଲିନି। ଏବେ ଜାଣିପାରୁନି ମୁଁ କ'ଣ କରିବି। ଆଜି ଖାଲି ହାତରେ ମୁଁ ଘରକୁ କେମିତି ଫେରିବି? ଓ ଏଇ କଥା। ଆଚ୍ଛା ହଉ, ମୁଁ ଆଜି ତତେ ଗୋଟେ କାମ ଦେବି, ତୁ କ'ଣ କରିପାରିବୁ? ହଁ ହଁ ଭାଲୁ ଅଙ୍କଲ, ମତେ ଯାହା ବି କାମ ଦେବ ମୁଁ ସବୁ କରିପାରିବି। ତେବେ ଠିକ୍ ଅଛି, ଚାଲ ଏବେ ବଜାରକୁ ଯିବା। ଆଜି ତୁମର କିଛି ମାଛ ବଜାରରେ ବିକ୍ରି କରିଦେ, ତା ବଦଳରେ ମୁଁ ତତେ କିଛି ଟଙ୍କା ଦେବି। ଏଇ ରହିଲା ମାଛ, ମୁଁ ଗୋଟେ କାମ ସାରିକି କିଛି ସମୟ ପରେ ଫେରିବି। ତୁ ସେ ଭିତରେ ଏଠି ବସି ମାଛ ବିକ୍ରି କରୁଥା। ଭାଲୁ ଅଙ୍କଲଙ୍କ ପାଇଁ ମୁଁ ଆଜି କାମ ପାଇଲି। ଏବେ ମୁଁ ମନ ଦେଇ କାମ କରିବି। ମାଛ ନିଅନ୍ତୁ, ମାଛ, ତାଜା ତାଜା ମାଛ, ଗୋଟେ କେଜି ମାତ୍ର 200 ଟଙ୍କା। କିଛି ସମୟ ପରେ ଭାଲୁ ଫେରି ଦେଖିଲା ରିନୁ ତାର ସବୁ ମାଛ ବିକ୍ରି କରିଦେଇଛି। ଏସବୁ ଦେଖି ତ ସେ ଖୁବ୍ ଖୁସି ହେଇଗଲା। ବାଃ ରିନୁ, ତୁ ତ ଆଜି ମୋର ସବୁ ମାଛ ବିକ୍ରି କରିଦେଲୁ। ନାଇଁ ଅଙ୍କଲ, ସବୁ ମାଛ ନୁହଁ, ଏଇ ଗୋଟିଏ ମାଛ ବିକ୍ରି କରିପାରିଲିନି। କିଛି କଥା ନାହିଁ, ତୁ ଆଜି ଏ ମାଛ ଘରକୁ ନେଇଯା। 3 ଭଉଣୀ ମିଶି ଏ ମାଛ ଖାଇବ। ଏଇ ନେ ତୋ ପରିଶ୍ରମର ଟଙ୍କା। ବହୁତ ବହୁତ ଧନ୍ୟବାଦ ଭାଲୁ ଅଙ୍କଲ। ଆଜି ଏ ଟଙ୍କାରେ ମୁଁ କିଛି ଚାଉଳ କିଣି ଘରକୁ ଯିବି। ଏତେ ଦିନ ପରେ ଆମେ 3 ଭଉଣୀ ଭାତ ଖାଇପାରିବୁ। ତାପରେ ରିନୁ କିଛି ସଉଦା କିଣି ଘରକୁ ଗଲା। ରିନୁ ହାତରେ ସଉଦା ଆଉ ମାଛ ଦେଖି ତାର 2 ଭଉଣୀ ଖୁବ୍ ଖୁସି ହେଇଗଲେ ଆଉ ରୋଷେଇ କଲେ। ତାଙ୍କ ରୋଷେଇ ସରିଛି କି ନାହିଁ, ଏକ ବୁଢ଼ୀ ଚଢ଼େଇ ତାଙ୍କ ଘରକୁ ଆସିଲା। ରିନୁ ବାହାରେ ବସିଥିଲା। ସେ ରିନୁକୁ ଦେଖି କହିଲା, ଆରେ ଝିଅ, ମୁଁ 2 ଦିନ ହେଲାଣି କିଛି ଖାଇନି, ଭାରି ଦୁର୍ବଳ ଲାଗିଲାଣି। ମତେ କିଛି ଖାଇବାକୁ ଦେଇପାରିବୁ ମା? ଭୋକର କଷ୍ଟ ମୁଁ ଜାଣେ ବୁଢ଼ୀ ମା। ଆଜି ଆମ ଘରେ ଭାତ ରୋଷେଇ ହେଇଛି। ଏଇଠି ବସ, ମୁଁ ତମ ପାଇଁ ଖାଇବା ନେଇ ଆସୁଛି। ଏଇ ନିଅ ବୁଢ଼ୀ ମା, ପେଟ ପୁରା ଖାଇବା ଖାଅ। ଆରେ ଝିଅ, ଖରାପ ଭାବିବୁନି, ତୋ ପାଖରେ ଆଉ କିଛି ଖାଇବା ଅଛି କି? ମୋ ପେଟ ପୁରିଲାନି, ମତେ ଆଉ ଟିକେ ଖାଇବା ଦେ। ଠିକ୍ ଅଛି ବୁଢ଼ୀ ମା, ମୁଁ ଏବେ ଆଣିଦେଉଛି। ଆରେ ଝିଅ, ମୋ ପେଟ ପୁରିଲାନି। କଥା କ'ଣ କି, ମୁଁ ବହୁତ ଦିନରୁ କିଛି ଭଲ ଖାଇବା ଖାଇନଥିଲି। ଯେତେ ଖାଇଲେ ବି ଲାଗୁଛି ମୋ ପେଟ ପୁରିନି। ମତେ ଆଉ ଟିକେ ଭାତ ଦେଇପାରିବୁ ଝିଅ? ଠିକ୍ ଅଛି ବୁଢ଼ୀ ମା, ମୁଁ ଏବେ ଆଣିଦେଉଛି। ଆରେ କ'ଣ, ବୁଢ଼ୀ ମାଙ୍କୁ ଖାଇବା ଦେଇ ଦେଇ ସବୁ ଭାତ ମାଛ ସରିଗଲା। ଏବେ ଆମେ 3 ଭଉଣୀ କ'ଣ ଖାଇବୁ? ଆମ କଥା ତ ଯାହା ହେଇଥାଉ, ବୁଢ଼ୀ ମା ଭାତ ମାଗୁଛନ୍ତି। ଏବେ ମୁଁ ତାଙ୍କୁ ଭାତ କେମିତି ଦେବି? କ'ଣ ହେଲା କୁନି, ଖାଲି ହାତରେ ଆସିଲୁ ଯେ? ବୁଢ଼ୀ ମାଙ୍କୁ ଆଉ ଭାତ ଦେ। ଦିଦି, ଆଉ ଖାଇବା ନାହିଁ। ଏବେ ବୁଢ଼ୀ ମାଙ୍କୁ କ'ଣ ଦେବା? କି ମଜା, କି ମଜା, ମୁଁ ଆଜି ଖାଇବି ମାଛ ଭଜା। ଦିଦି, ମୁଁ ଆସିଗଲି। ଦେ, ମତେ ମାଛ ଭାତ ଦେ, ମୁଁ ଖାଇବି। ମୁନି, ଆଉ ଖାଇବା ନାହିଁ, ତୁ ଆଜି ବି ଭାତ ଖାଇପାରିବୁନି। କ'ଣ ହେଲା? ମୁଁ ଟିକେ ଖେଳିବାକୁ ଗଲି ବୋଲି ତମେ 2 ଜଣ ସବୁ ମାଛ ଭାତ ଖାଇଦେଲ।
ମୋ ପାଇଁ ଗୋଟେ ବି ରଖିଲନି? ନାଇଁ ରେ ମୁନି, ଆମେ କିଛି ଖାଇନୁ। ଆମ ଘରକୁ ଜଣେ ବୁଢୀ ମା ଆସିଛନ୍ତି, ତାଙ୍କୁ ଖାଇବା ଦେଇ ଦେଇ ସବୁ ସରିଗଲା। ମୁଁ କେତେ ଆଶା କରିଥିଲି ଆଜି ମାଛ ଭାତ ଖାଇବି। ମୁଁ ଆଜି ପାଣି ପିଇକି ରହିପାରିବିନି। ଏ ବୁଢୀ, ଦେ ମତେ ମୋ ମାଛ ଦେ। ତୁ ମୋ ମାଛ କାହିଁକି ଖାଇଲୁ? ମୁନି, ବୁଢୀ ମାଙ୍କ ସହ ଏପରି ଖରାପ ବ୍ୟବହାର କାହିଁକି କରୁଛୁ? ବୁଢୀ ମା, ମୋ ଭଉଣୀ ଏବେ ସାନ, ତା କଥାକୁ ଧରିବେନି। ତା ପାଇଁ ଆମେ ତମକୁ କ୍ଷମା ମାଗୁଛୁ। ଆମ ଘରେ ଆଉ ଖାଇବା ନାହିଁ, ଆମେ ତମକୁ ଆଉ କିଛି ବି ଦେଇପାରିବୁନି। ଆରେ ନା ନା, ମୁଁ ଏ ଛୋଟ ଛୁଆଟି ଉପରେ ଜମା ବି ରାଗିନି। ବରଂ ତମମାନଙ୍କର ଉଦାରତା ଦେଖି ମୁଁ ଅନେକ ଖୁସି। ମୁଁ ତମ ମାଛ ଖାଇଛି। ରୁହ, ମୁଁ ଏବେ ସେ ମାଛ ଫେରଉଛି। ଏ କଣ ବୁଢୀ ମା, ତୁମେ କଣ ଯାଦୁ ଶିଖିଛ? ଏତେ ବଡ ମାଛ ତୁମେ କେମିତି ଆଣିଲ? ମୁଁ ମାଛ କେମିତି ଆଣିଲି ତା ଜାଣି କିଛି ଲାଭ ନାହିଁ। ଶୁଣ, ଏ ମାଛ ନେଇ ନିଜ ପୋଖରୀରେ ଛାଡ଼ିଦିଅ। ପରଦିନଠୁ ହିଁ ତମେମାନେ ଅନେକ ମାଛ ପାଇବ, ଆଉ ସବୁଦିନ ମାଛ ଭଜା କରି ଖାଇପାରିବ। ଆମର ପୋଖରୀ ନାହିଁ ବୁଢୀ ମା। ଗୋଟେ ଘରେ ଆମେ ଶୋଉଛୁ, ଆଉ ଗୋଟେ ଘରେ ଆମେ ରୋଷେଇ କରୁ। ଏଇ 2 ଘର ଛଡା ଆମ ପାଖରେ ଆଉ କିଛି ବି ନାହିଁ। ଆଚ୍ଛା ଆଚ୍ଛା, ସେଇ ରୋଷେଇ ଘରେ ହିଁ ତମେମାନେ ମାଛ ଚାଷ କରିବ। ଏଇ କୋଦାଳ ନିଅ। ରାତିରେ ଏଇ କୋଦାଳ ଆଉ ମାଛ ନେଇ ନିଜ ରୋଷେଇ ଘରେ ରଖିଦେବ। ସକାଳେ ତମେମାନେ ଚମତ୍କାର ଦେଖିବ। ଆଚ୍ଛା ହଉ, ଏବେ ମୁଁ ଯାଉଛି। କୁନି, ବୁଢୀମା ଯେମିତି କହିଥିଲେ ଠିକ୍ ସେମିତି ରୋଷେଇ ଘରେ ମାଛ ଆଉ କୋଦାଳ ରଖିଦେ। ଦେଖିବା ସକାଳେ କଣ ହେଉଛି। ଠିକ୍ ଅଛି ଦିଦି। ଦିଦି, ଏ ଦିଦି, ଶୀଘ୍ର ଦେଖିବୁ ଆସେ। ରୋଷେଇ ଘରକୁ ଶୀଘ୍ର ଆସ ଦିଦି। ହେ ଭଗବାନ, ଏ କି ଚମତ୍କାର! ଆରେ କଣ ହେଲା? ତୁ ଏମିତି ପାଟି କରୁଛୁ କଣ ପାଇଁ? ଏ କଣ, ଆମ ରୋଷେଇ ଘରେ ଏତେ ବଡ ପୋଖରୀ, କେତେ ମାଛ ଏଇ ପୋଖରୀରେ ଖେଳୁଛନ୍ତି। ବୁଢୀ ମା ତାହେଲେ ଏଇ ଚମତ୍କାର କଥା କହୁଥିଲେ। ଯା ତ କୁନି, ଶୀଘ୍ର ମୋ ଜାଲ ନେଇ ଆସିବୁ। ମୁଁ ଆଗ 2ଟା ମାଛ ଧରି ରୋଷେଇ କରି। ମୁନି କାଲି ମାଛ ନ ଖାଇପାରି ବହୁତ କାନ୍ଦୁଥିଲା। ତା ପାଇଁ ଆଗ ମାଛ ଭଜା କରିଦେବା। ଆଚ୍ଛା ଠିକ୍ ଅଛି ଦିଦି, ତୁ ବ୍ୟସ୍ତ ହେନି। ଆଜି ମୁଁ ମାଛ ଧରି ରୋଷେଇ କରିଦେଉଛି। ଓହୋ, କେତେ ଦିନ ପରେ ଯାଇ ମାଛ ଖାଇପାରୁଛି। କି ମଜା ଲାଗୁଛି। ଦିଦି, ଦେ ମତେ ଆଉ ଗୋଟେ ମାଛ ଭଜା ଦେ। ହଁ ହଁ, ଆଜି ତୋ ପାଇଁ ସବୁ ମାଛ ହେଇଛି। ତୋ ପେଟ ପୁରା ଖା। ଯାହା ହେଉ ଦିଦି, ବୁଢୀ ମାଙ୍କ ଆଶୀର୍ବାଦ ଯୋଗୁଁ ଆମର ଆଉ ଖାଇବାର ଚିନ୍ତା ରହିଲାନି। ଆମ ପୋଖରୀରେ ତ ବହୁତ ମାଛ ଅଛି। ଏତେ ମାଛ ଆମେ କଣ କରିବା ଦିଦି? ମୁଁ ଭାବୁଛି ମୁଁ କିଛି ମାଛ ନେଇ ବଜାରରେ ବିକ୍ରି କରିବି। ଯାହା ବି ଟଙ୍କା ମିଳିବ, ଘର ଖର୍ଚ୍ଚ ବି ଉଠିବ। ତା ସହ ଆମର ଏ ଭଙ୍ଗା ଘରକୁ ମରାମତି ବି କରିପାରିବା। ହଁ ହଁ, ତୁ ଭଲ କଥା ଭାବିଛୁ। ସକାଳେ ମୁଁ ତତେ ମାଛ ଧରିବାରେ ସାହାଯ୍ୟ କରିଦେବି, ଆଉ ବଜାରରେ ମାଛ ଝୋଡ଼ି ପହଞ୍ଚେଇଦେବି। ତୁ ସେଠି ବସି ମାଛ ବିକ୍ରି କରିବୁ। ପରଦିନ ସକାଳେ 2 ଭଉଣୀ ମିଶି ମାଛ ଧରିଲେ। ତାପରେ ସେମାନେ ସେସବୁ ନେଇ ବଜାରରେ ବିକ୍ରି କଲେ। ମାଛ ନିଅନ୍ତୁ ମାଛ, ଆସନ୍ତୁ ଆସନ୍ତୁ, ମୋ ପାଖରୁ ମାଛ ନେଇଯାଆନ୍ତୁ। 1 କେଜି ମାତ୍ର 100 ଟଙ୍କା। ଆରେ ରିନୁ, ତୁ ମାଛ ବିକ୍ରି କରୁଛୁ? ବା, ତୋ ମାଛ ସବୁ ତ ବହୁତ ତାଜା। ହେଲେ ମୁଁ ଶୁଣିଥିଲି ତୁ ତ ବହୁତ ଗରିବ, ଖାଇବାକୁ ତ ଘରେ କିଛି ନାହିଁ। ତୁ ମାଛ ବ୍ୟବସାୟ କେମିତି କରୁଛୁ? ଗରିବଙ୍କ ଭାଗ୍ୟରେ କେତେବେଳେ ଯେ କଣ ହୁଏ ତା କିଏ ଜାଣେ। ମୁଁ ଆମ ରୋଷେଇ ଘରେ ମାଛ ଚାଷ କରିଛି। ଆପଣ ମୋ ପାଖରୁ କିଛି ମାଛ ନେବେ କି ମ୍ୟାଡାମ? ଗରିବ ହେଲେ ବି ତୋ ବୁଦ୍ଧି ବହୁତ ଭଲ। ଆଚ୍ଛା ହଉ, ମତେ 1 କେଜି ମାଛ ଦେ। ଦିଦି, ତୁ ମୋ ପାଇଁ ନୂଆ ସ୍କୁଲ ବ୍ୟାଗ ଆଣିଛୁ। ବହୁତ ସୁନ୍ଦର ହେଇଛି ଦିଦି। ଏହିପରି ଅନେକ ଦିନ ବିତିଗଲା। ଧୀରେ ଧୀରେ ମାଛ ବିକ୍ରି କରି ସେମାନେ ବହୁତ ଟଙ୍କା ପାଇଲେ। ପୁରୁଣା ଭଙ୍ଗା ଘର ଜାଗାରେ ସେମାନେ ଏକ ନୂଆ ଘର ତିଆରି କଲେ। ଯାହା ହେଉ ଦିଦି, ଏତେ ଦୁଃଖ କଷ୍ଟ ପାଇଲା ପରେ ଆମ ଭାଗ୍ୟ ବଦଳିଗଲା। ଏବେ ଆଉ ଖାଇବାର କିଛି ଚିନ୍ତା ନାହିଁ। ହଁ, ତୁ ଠିକ୍ କହିଛୁ। ବୁଢୀ ମା ଆମକୁ ଯୋଉ ଯାଦୁର କୋଦାଳ ଦେଇଥିଲେ, ମୁଁ ଭାବୁଛି ଏବେ ସେଇଟା ତାଙ୍କୁ ଫେରେଇ ଦେବା। ସେଇଟା ତାଙ୍କ ଜିନିଷ। ହେଲେ ଦିଦି, ଆମେ ତ ତାଙ୍କୁ ଚିହ୍ନି ନାହାନ୍ତି।
ତୁ ତାଙ୍କୁ କୋଉଠି ଖୋଜିବୁ? ବୁଢ଼ୀମା ଯେମିତି ଖୋଜି ଖୋଜି ଆମ ଘରକୁ ଆସିଥିଲେ ମୁଁ ବି ସେମିତି ଖୋଜି ଖୋଜି ବୁଢ଼ୀମାଙ୍କ ପାଖକୁ ଯିବି ଆଉ ତାଙ୍କୁ ତାଙ୍କ ଜିନିଷ ଫେରେଇଦେବି। ଏମିତି ଚିନ୍ତା କରି ଚଢ଼େଇ ସେ ଯାଦୁର କୋଦାଳ ଧରି ଚାରିଆଡ଼େ ବୁଢ଼ୀମାକୁ ଖୋଜିଲା, ହେଲେ ସେ ତାଙ୍କୁ କୋଉଠି ବି ପାଇଲାନି। ଓଃ, ଭାରି ଥକା ଲାଗୁଛି। ଏବେ ମୁଁ ବୁଢ଼ୀମାଙ୍କୁ କୋଉଠି ଖୋଜିବି? ଏତେ ଜାଗା ତ ଖୋଜି ସାରିଲିଣି। ବୁଢ଼ୀମା, ତୁମେ କୋଉଠି ଅଛ? ମତେ ଦେଖା ଦିଅ। ବୁଢ଼ୀମା, ତୁମେ ଆସିଗଲ, ହେଲେ ତୁମେ କେମିତି ଆସିଲ? ସେ କଥା ଛାଡ଼େ, ଆଗ କହ ତୁ ମତେ କାହିଁକି ଖୋଜୁଥିଲୁ? ବୁଢ଼ୀମା, ତୁମ ଆଶୀର୍ବାଦ ଯୋଗୁଁ ଆମର ସବୁ ଦୁଃଖ କଷ୍ଟ ଅଭାବ ଦୂର ହେଇଗଲା। ମୁଁ ତମକୁ ତମ ଚାଦର କୋଦାଳ ଫେରିବାକୁ ଆସିଥିଲି। ଏଇ ନିଅ, ଆମ ଭଳି ଗରିବଙ୍କୁ ପାଇଲେ ତାଙ୍କୁ ଏଇ ଚାଦର କୋଦାଳ ଦେଇ ସାହାଯ୍ୟ କରିବ। ଆରେ ଝିଅ, ତୋର ଏଇ ସରଳତା ଦେଖି ମୁଁ ତୋ ଉପରେ ବହୁତ ଖୁସି। ଯା, ମୁଁ ତତେ ଆଶୀର୍ବାଦ କରୁଛି, ତୋ ପୋଖରୀର ମାଛ କେବେ ବି ସରିବନି। ଏମିତି କହି ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ରିନୁ ଚଢ଼େଇ ବି ଖୁସି ଖୁସି ନିଜ ଘରକୁ ଫେରି ଆସିଲା। ପ୍ରତିଦିନ ସେ ମାଛ ବିକ୍ରି କରି ତା ଦୁଇ ଭଉଣୀଙ୍କ ସହ ଖୁସିରେ ରହିଲା।